ଓମ୍ ଶାନ୍ତି। ଆଜି ଆମେ ଶୁଣିବା 30 ଜୁଲାଇ 2026ର ବାବାଙ୍କର ମହାବାକ୍ୟ। ମିଠେ ବଚେ ବାବାଙ୍କ ଭଳି ନିରହଙ୍କାରୀ ଏବଂ ନିଷ୍କାମ ସେବାଧାରୀ ଆଉ କେହି ନୁହନ୍ତି। ସାରା ବିଶ୍ୱର ରାଜତ୍ୱ ପିଲାମାନଙ୍କୁ ଦେଇ ନିଜେ ବାନପ୍ରସ୍ଥରେ ରହିଯାଆନ୍ତି। ଆଜି ଦୁନିଆର ଲୋକମାନେ କେତେ ପ୍ରକାର ସୋସିଆଲ ସର୍ଭିସ୍ ସମାଜ ସେବା ସବୁ କରୁଛନ୍ତି। କିଛି ନଥିଲେ ମାନ ସାନ ପାଇଁ ନ୍ୟୁଜ୍ ପେପରରେ ମିଡ଼ିଆରେ ଆଉଟ୍ କରୁଛନ୍ତି, ନିଜ ନାଁ ମନ୍ଦିରରେ ନାଁ ଲେଖାଉଛନ୍ତି, ସମସ୍ତେ ଜାଣନ୍ତୁ ଯେ ମାନେ ଏତିକି ସେବା କଲେ। ନଚେତ୍ ନିଜ ଭିତରେ ଟିକେ ଅହଙ୍କାର ଆସିଯାଉଛି, ଭାବୁଛନ୍ତି ମୁଁ ଏତେ ସେବା କଲି, ମୋତେ କିଏ ଦେଲେନି, ପଚାରିଲେନି, କଲେନି, କେତେ କ'ଣ ଭାବୁଛନ୍ତି। କିନ୍ତୁ ପରମାତ୍ମା ଜଣେ, ଯିଏକି ନିଷ୍କାମ ସେବାଧାରୀ ଆଉ ନିରହଙ୍କାରୀ ସେବାଧାରୀ। ସେବା କରୁଛନ୍ତି ସାରା ବିଶ୍ୱର, ମାତ୍ର କାହାଠୁ ଟିକେ ହେଲେ କୌଣସି କାମନା ଇଚ୍ଛା ରଖୁନାହାନ୍ତି। ସେଥିପାଇଁ ସେ ସୁଖର ସାଗର। ଆଉ ଆମେ କାହିଁକି ଦୁଃଖ ପାଉଛୁ? ଆମେ ଇଚ୍ଛା ରଖୁଛୁ, ସେଥିପାଇଁ ଆମେ ଦୁଃଖ ପାଉଛୁ। ଏକ ତ କୌଣସି ଇଚ୍ଛା ରଖୁନାହାନ୍ତି, ଦ୍ୱିତୀୟରେ ନିରହଙ୍କାରୀ, ମୁଁ କରୁଛି ବୋଲି କେବେ କହୁନାହାନ୍ତି। ସେ ସବୁବେଳେ ବାବା ଗୋଟେ କଥା କହୁଛନ୍ତି, ଡ୍ରାମାରେ ଆସିଯାଉଥିଲା ଆସିଲି, ଡ୍ରାମାରେ କହିବାକୁ ଥିଲା କହିଲି, ଡ୍ରାମାରେ କରିବାକୁ ଥିଲା କରିଲି, ସବୁ ଡ୍ରାମା ଉପରେ କହୁଛନ୍ତି। ତେଣୁ ବାବାଙ୍କ ଭଳି ନିଷ୍କାମ ଏବଂ ନିରହଙ୍କାରୀ ସେବାଧାରୀ କେହି ମଧ୍ୟ କେବେ ହେଇପାରିବେ ନାହିଁ। ସବୁ କରିକି ପୁଣି ନିଜେ ଯାଇକି ବାନପ୍ରସ୍ଥ ଅବସ୍ଥାରେ ପରମଧାମ ରହୁଛନ୍ତି। ଏତେ ସୁନ୍ଦର ସ୍ୱର୍ଗ ଆମ ପାଇଁ ସ୍ଥାପନା କରୁଛନ୍ତି, ମାତ୍ର ସେ ସ୍ୱର୍ଗକୁ ମଧ୍ୟ ସେ ଆସୁନାହାନ୍ତି। ସେ ଆସୁଛନ୍ତି ଏ ପତିତ ପୁରୁଣା ଶରୀରରେ, ପତିତ ପୁରୁଣା ଦୁନିଆରେ ପତିତ ଆତ୍ମାମାନଙ୍କୁ ପବିତ୍ର କରିବା ପାଇଁ। ପ୍ରଶ୍ନ, ବାବାଙ୍କର କେଉଁ ସନ୍ଦେଶ ସାରା ବିଶ୍ୱରେ ତୁମମାନଙ୍କୁ ହିଁ ଜଣାଇବାକୁ ହେବ? ବାବା ଆସିଛନ୍ତି ବାବା ଆସିଛନ୍ତି ତ ବାବାଙ୍କର କେଉଁ ସନ୍ଦେଶ ଆମେ ସାରା ବିଶ୍ୱରେ ଆମକୁ ହିଁ ଜଣାଇବାର ଅଛି? ଉତ୍ତର, ସମସ୍ତଙ୍କୁ ଜଣାଅ ଯେ ତୁମେ ଦୁଃଖହର୍ତ୍ତା ସୁଖକର୍ତ୍ତାଙ୍କର ସନ୍ତାନ ଅଟ। ଆମେ ସମସ୍ତେ ନିଜକୁ ନିଜେ ଦୁଃଖୀ ବୋଲି କହୁଛନ୍ତି ନା। ବାବା କହିଲେ ସମସ୍ତେ ଏକଥା କହିଦିଅ, ଆରେ ଆମ ବାପା ନିଜେ ଦୁଃଖହର୍ତ୍ତା ସୁଖକର୍ତ୍ତା, ଆମେ ତାଙ୍କର ସନ୍ତାନ ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତା। ସେଠର ଛୁଆ ସେଠ ନା, ସେଠ ପାଖରେ ସମ୍ପତ୍ତି ଥିଲେ ନବ କିଏ? ତା ପୁଅର ଆଗା ଅଧିକାର ନା। ଠିକ୍ ସେମିତି ବାବା ଆମର ଦୁଃଖହର୍ତ୍ତା ସୁଖକର୍ତ୍ତା ନା। ବାବାଙ୍କର ଯୋଉ ସଂସ୍କାର, ଯୋଉ ସମ୍ପତ୍ତି, ସେଟା ତ ଆମର ହିଁ ନା। ତ ଆମେ କାହିଁକି ଦୁଃଖୀ ହବା? ତୁମେ କେବେ ହେଲେ କାହାକୁ ଦୁଃଖ ଦେବା ଉଚିତ ନୁହଁ। ଯେହେତୁ ବାବା ଆମର ଦୁଃଖହର୍ତ୍ତା ସୁଖକର୍ତ୍ତା, ତେଣୁ ତାର ଉଲ୍ଟା ଆମେ କରିବାକୁ ହବନି। ଆମେ କେବେ ଦୁଃଖକର୍ତ୍ତା ହବାକୁ ହବନି। ତୁମେ ସୁଖଦାତା ବାବାଙ୍କୁ ମନେ ପକାଅ, ତାଙ୍କୁ ଅନୁସରଣ କର। କବାଟ ବନ୍ଦ। ତୁମେ ସୁଖଦାତା ବାବାଙ୍କୁ ମନେ ପକାଅ, ତାଙ୍କୁ ଅନୁସରଣ କର, ତେବେ ଅଧାକଳ୍ପ ପାଇଁ ତୁମେ ସୁଖଧାମକୁ ଚାଲିଯିବ। ସୁଖଧାମ ବାବାଙ୍କୁ ଯଦି ଅନୁକରଣ କରିବା, ସୁଖଦାତା ବାବାଙ୍କୁ ଯଦି ମନେ ପକାଇବା, ତାହେଲେ ଆମେ ମଧ୍ୟ ଅଧାକଳ୍ପ ପାଇଁ ସୁଖଧାମକୁ ଚାଲିଯିବା। ଏହି ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ଯେଉଁମାନେ ଏ ସନ୍ଦେଶକୁ ଜୀବନରେ ଧାରଣା କରିବେ, ସେମାନେ 21 ଜନ୍ମ ପାଇଁ ମାୟା ଦ୍ୱାରା ଅଚେତ ହେବାରୁ ମୁକ୍ତ ହୋଇଯିବେ। ଏ ସନ୍ଦେଶ ସମସ୍ତଙ୍କୁ ଦେବା ଯେ ଆମର ବାବା ଦୁଃଖକର୍ତ୍ତା ସୁଖକର୍ତ୍ତା ଆସିଛନ୍ତି। ଯିଏ ବାବାଙ୍କୁ ମନେ ପକେଇବ, ସିଏ ସଦାକାଳ ପାଇଁ ସୁଖୀ ହେଇଯିବ। ଏ ସନ୍ଦେଶ ନିଜେ ଜୀବନରେ ଧାରଣ କରି ଅନ୍ୟମାନଙ୍କୁ ମଧ୍ୟ ଦେବାର ଅଛି, ଯଦ୍ୱାରା 21 ଜନ୍ମ ପାଇଁ ସମସ୍ତେ ମାୟାର ଅଚେତରୁ ନିଜକୁ ମୁକ୍ତ କରିପାରିବେ। ଏବେ ସମସ୍ତଙ୍କୁ ମାୟା କ'ଣ କରିଦେଇଛି? ଅଚେତ କରିଦେଇଛି, ମୂର୍ଚ୍ଛା ପଡ଼ିଯାଉଛନ୍ତି। କାହିଁକି? ସମସ୍ତଙ୍କ ଉପରେ ମାୟା ପ୍ରବଳ ଶକ୍ତି ଦେଖାଉଛି। ତେଣୁ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେଇ ଏ ମାୟାର ଜାଲରୁ ମୁକ୍ତ କଲେ ହିଁ ପ୍ରତ୍ୟେକ ଆତ୍ମା ନିଜେ ସୁଖୀ ହେବା ସହିତ ଅନ୍ୟକୁ ମଧ୍ୟ ସୁଖ ଦେଇପାରିବେ। ଗୀତ ଅଛି, ହମାରା ତୀର୍ଥ ନ୍ୟାରେ ହେ, ହମ ସବକେ ପ୍ୟାରେ ହେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନେ ଗୀତର ଅର୍ଥ ତ ବୁଝି ଯାଇଛନ୍ତି। ଆମ ଆତ୍ମାମାନଙ୍କର ସେ ପିତା ଅଟନ୍ତି। ମୁଖ୍ୟ ହେଲା ଆତ୍ମା। ଏବେ ତୁମେ ପିଲାମାନେ ଜାଣିଛ, ଆମର ଆତ୍ମା ପରମ ପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛି। ତୁମମାନଙ୍କର ସୋଲ୍ ଅର୍ଥାତ୍ ଆତ୍ମା ସୁପ୍ରିମ୍ ସୋଲ୍ ବା ପରମାତ୍ମାଙ୍କ ସମ୍ମୁଖରେ ବସିଛି। ତୁମର ତ ନିଜର ଶରୀର ଅଛି, ଏହାଙ୍କର ହେଲା ଲୋନ୍ ବା ଉଦ୍ଧାର ନେଇଥିବା ଶରୀର। ମୁଖ୍ୟ କଥା ହେଲା ମୁଁ ଆତ୍ମା। ଏ ପାଠ ତ ଆମକୁ ପକ୍କା କରିବାକୁ ପଡ଼ିବ, କାରଣ ଆତ୍ମା ନଥିଲେ ମନ ନଥାନ୍ତା। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଆତ୍ମା ଅଛି ବୋଲି ପ୍ରମାଣ କ'ଣ? ମନ ଅଛି ବୋଲି ପ୍ରମାଣ କ'ଣ?
କାହିଁକିନା ସମସ୍ତେ ସ୍ଥୂଳ ଆଖିରେ ଦେଖିବାକୁ ଚାହୁଁଛନ୍ତି, ହେଲେ ମନଟା କ'ଣ ଆଖିରେ ଦେଖି ହେଉଛି? ଡକ୍ଟର ପାଖକୁ ଯିବ, ତାକୁ କହିବ ମୋ ମନଟା ମୋତେ ଦେଖେଇ ଦିଅ, ଦେଖେଇ ପାରିବ? ମସ୍ତିଷ୍କ ସିନା ଦେଖେଇ ଦେବ, କିନ୍ତୁ ମସ୍ତିଷ୍କ ଭିତରେ ମନକୁ ଦେଖେଇ ପାରିବନି। କାରଣ ମନ ଶରୀରର ଅଙ୍ଗ ନୁହଁ, ମନ ଆତ୍ମାର ଅଙ୍ଗ। କିନ୍ତୁ ମନ ତ ସମସ୍ତଙ୍କ ପାଖରେ ଅଛି, ଏଇଟାକୁ ତ କିଏ କାଟି ପାରିବନି। ତେଣୁ ମୁଖ୍ୟ ହେଲା ଆତ୍ମା। ଆତ୍ମାମାନଙ୍କୁ ଆସନ୍ତି ପରମାତ୍ମା, ଜ୍ଞାନ ଦ୍ୱାରା ସୁଖ ଦେଉଛନ୍ତି। ତୁମର ତ ନିଜର ଶରୀର ଅଛି, ଏହାଙ୍କର ହେଲା ଲନ୍ ବା ଉଦ୍ଧାର ନେଇଥିବା ଶରୀର। ପରମାତ୍ମା ଯାହାଙ୍କ ଶରୀରରେ ଆସୁଛନ୍ତି, ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି। ତେଣୁ ଶିବ ବାବା ପରମାତ୍ମା ବ୍ରହ୍ମାଙ୍କର ଶରୀରକୁ ଲନ୍ରେ ନେଇଛନ୍ତି। ଆମେ ତ ଜନ୍ମ ହେଲେ ମଲା ଯାଏ ଶରୀର ରହିବା, କିନ୍ତୁ ଶିବ ବାବା ଯେତେବେଳେ ଇଚ୍ଛା ଆସୁଥିଲେ ବାବା ବ୍ରହ୍ମାଙ୍କ ଶରୀରରେ ଜ୍ଞାନ ଶୁଣିକି ପୁଣି ଯେତେବେଳେ ଇଚ୍ଛା ଚାଲି ଯାଉଥିଲେ। ଗୁରୁମାନେ ଲୋକମାନଙ୍କୁ ତୀର୍ଥଯାତ୍ରା କରିବା ପାଇଁ ନେଇଯାଇଥାନ୍ତି। ଭକ୍ତି ମାର୍ଗରେ ଅନେକ ଗୁରୁ ଅଛନ୍ତି। ଭାରତରେ ସ୍ତ୍ରୀ ନିଜର ପତିକୁ ମଧ୍ୟ ଗୁରୁ ଈଶ୍ୱର ମନେ କରିଥାନ୍ତି। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ତୁମମାନେ ସନ୍ତାନ ଅଟୁ ନା, ଜାଣୁଛ ଯେ ଆମେ ଅବିନାଶୀ ପିତାଙ୍କର ସନ୍ତାନ ଅଟୁ। ପୁନର୍ବାର ଅବିନାଶୀ ସମ୍ପତ୍ତି ନେବା ପାଇଁ ଆସୁ। ଏବେ ଆମକୁ ସଦ୍ଗତି ପ୍ରାପ୍ତ କରିବାର ଅଛି। ଏଥିରେ ତ ସମ୍ପୂର୍ଣ୍ଣ ନିଶ୍ଚୟ ଅଛି ନା, ହେ ଆତ୍ମା, ସମ୍ପୂର୍ଣ୍ଣ ନିଶ୍ଚୟ ଅଛି ନା ପରମାତ୍ମା ଆସନ୍ତି ଆମକୁ ଏବେ ସଦ୍ଗତି ଦେବା ପାଇଁ। ମନେ କରିଥାନ୍ତି ପୁନର୍ବାର ଏଥିରେ ତ ସମ୍ପୂର୍ଣ୍ଣ ନିଶ୍ଚୟ ଅଛି ନା, ସାରା ଦୁନିଆ ଦୁର୍ଗତିରେ ଅଛି, ପତିତ ହୋଇଯାଇଛି। ପାବନ ହେବା ପାଇଁ ବାବାଙ୍କୁ ଡାକୁଛନ୍ତି। ତେବେ ଭାରତରେ ଅନେକ ଅନେକ ଗୁରୁ ଅଛନ୍ତି। କାହାର 100 ଜଣ ଅନୁଗାମୀ ଥିବେ, ତ ଆଉ କାହାର 500 ମଧ୍ୟ ଥିବେ, କାହାର ପୁଣି 50 ଜଣ ମଧ୍ୟ ଥିବେ। ଆଜି ଗୁରୁ ପୂର୍ଣ୍ଣିମା ନା, ଗୁରୁଙ୍କୁ ଭଗବାନଙ୍କଠୁ ମଧ୍ୟ ଅଧିକ ମହତ୍ତ୍ୱ ଦେଉଛନ୍ତି ଭକ୍ତିରେ। ତେଣୁ ଅନେକ ଗୁରୁ ଆମ ଭାରତରେ, କାହାର କେତେ ଅନୁଗାମୀ, କାହାର ଲକ୍ଷ ଲକ୍ଷ କୋଟି କୋଟି ଅନୁଗାମୀ ମଧ୍ୟ ଅଛନ୍ତି। ଯେପରି ଆଗା ଖାଁ ଖୋଜି ସମ୍ପ୍ରଦାୟର ଗୁରୁ ଅଟନ୍ତି। ତାଙ୍କର ମଧ୍ୟ କେତେ ଅନୁଗାମୀ ଅଛନ୍ତି। ସେମାନେ ତାଙ୍କୁ କେତେ ସମ୍ମାନ ଦେଉଛନ୍ତି। ସେ ଯାହା ବି କରୁଥାନ୍ତୁ, କିନ୍ତୁ ତାଙ୍କର ବହୁତ ସମ୍ମାନ ରହିଛି। ଭକ୍ତି ମାର୍ଗରେ ଗୁରୁ ଅନେକ ଅଛନ୍ତି, ସେମାନେ ମଧ୍ୟ କ୍ରମାନ୍ୱୟରେ ଥାନ୍ତି। ସେ ଗୁରୁ ଯାହା କରନ୍ତୁ, କିନ୍ତୁ ଗୁରୁଙ୍କ ପ୍ରତି ଚେଲାମାନଙ୍କର, ଭକ୍ତମାନଙ୍କର, ଅନୁଗାମୀମାନଙ୍କର ବହୁତ ସମ୍ମାନ ରହିଥାଏ। କିନ୍ତୁ ନମ୍ବର 12, କାହାର କାହାର ତ ପ୍ରଚୁର ଧନ ଆୟ ହେଉଛି। ଆଗା ଖାଁଙ୍କର ତ ବହୁତ ରୋଜଗାର ହୋଇଥାଏ। ତାଙ୍କର ଶିଷ୍ୟମାନେ ତ ତାଙ୍କୁ ହୀରାର ଅର୍ଜନ କରି ଦାନ ଦେଇଥିଲେ। ତ ଗୁରୁମାନଙ୍କର କେତେ ରୋଜଗାର। ନିକିତିରେ ଗୋଟିଏ ପଟେ ହୀରା ରଖିଥିଲେ ଏବଂ ଅନ୍ୟ ପଟେ ଆଗା ଖାଁଙ୍କୁ ବସାଇଥିଲେ। ଯଦି ଏତେ ହୀରା ଦାନ କରୁଛନ୍ତି, ତେବେ ତାଙ୍କ ପାଖରେ କେତେ ହୀରା ନଥିବ। ଯେଉଁ ଅନୁଗାମୀ ମାନେ ଆଗା ଖାଁଙ୍କୁ ଅର୍ଜନ କରିକି ତାଙ୍କ ଅର୍ଜନର ହୀରା ଦେଲେ, ଯେ ଦେଇଛି ତାଙ୍କ ପାଖରେ ଆହୁରି କେତେ ହୀରା ନଥିବ ଭାବ। ଆଜିକାଲି ବହୁତଙ୍କୁ ସୁନାରେ ମଧ୍ୟ ଅର୍ଜନ କରି ଦାନ ଦେଉଛନ୍ତି। ଆଉ ଗୋଟିଏ ହେଲା ପ୍ଲାଟିନିୟମ, ଯାହାକି ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ। ସେଥିରେ ମଧ୍ୟ ଅର୍ଜନ କରି ଦାନ କରିଥିଲେ। ଗୁରୁମାନଙ୍କର ଦେଖ କେତେ ମର୍ଯ୍ୟାଦା ରହିଛି। ଏଭଳି ତ ଅନେକ ଗୁରୁ ଅଛନ୍ତି। ଗୁରୁମାନଙ୍କର କେତେ ମର୍ଯ୍ୟାଦା ଅଛି। ଏଭଳି ଅନେକ ଗୁରୁ ଅଛନ୍ତି, ଯାହାଙ୍କୁ ଅର୍ଜନ କରି ତାଙ୍କର ଅନୁଗାମୀ ମାନେ ଅନେକ ଦାନ ସେମାନଙ୍କୁ ଦେଇଛନ୍ତି। ତେବେ ସଦ୍ଗୁରୁଙ୍କୁ ତୁମେ କ'ଣ ଦେବ? ବୁଝା ପଡ଼ୁଛି? ଗୁରୁଙ୍କର ଶରୀର ଅଛି, ଗୁରୁଙ୍କୁ ଅର୍ଜନ କରି ଏତେ ଦାନ ଦେଲେ, ଏବେ ସଦ୍ଗୁରୁ ଶ୍ରୀ ବାବାଙ୍କୁ କ'ଣ ଦେବା? ତାଙ୍କୁ କ'ଣ ଅର୍ଜନ କରିବ? ହୀରାରେ ଅର୍ଜନ କରି ଦାନ କରିବ? ତାଙ୍କର ଅର୍ଜନ ହୋଇପାରିବ? ତାଙ୍କର ନିଜର ତ ଅର୍ଜନ କିଛି ନାହିଁ। ଶିବ ତ ହେଲେ ବିନ୍ଦୁ, ତୁମେ କ'ଣ ତାଙ୍କର ଅର୍ଜନ କରିପାରିବ? ଶିବ ତ ଜ୍ୟୋତି ବିନ୍ଦୁ, ତୁମେ କ'ଣ ତାଙ୍କର ଅର୍ଜନ କରିପାରିବ? ତୁମର ଏହି ଗୁରୁ କେତେ ଆଶ୍ଚର୍ଯ୍ୟଜନକ ଅଟନ୍ତି, ସବୁଠାରୁ ହାଲକା, ବିଲକୁଲ ସୂକ୍ଷ୍ମ ଅଟନ୍ତି। ଆମର ସଦ୍ଗୁରୁ, ଆମର ଗୁରୁ, ଆମର ବାବା ବିଲକୁଲ ହାଲକା, ଅତି ସୂକ୍ଷ୍ମ, ଆମକୁ ମଧ୍ୟ ପୁରା ହାଲକା କରିଦେଉଛନ୍ତି। ତୁମମାନଙ୍କର ଗୁରୁ ହେଲେ ଜଣେ। ତୁମେ ଜାଣିଛ ଶ୍ରୀ ବାବା ତ ଦାତା ଅଟନ୍ତି। ଭଗବାନ କେବେ କିଛି ନିଅନ୍ତି ନାହିଁ, ସେ ତ ଦେଇଥାନ୍ତି। ଭଗବାନ ଦାତା, ସଦ୍ଗତି ଦାତା, ସବୁ କିଛି ସେ ଦେଇଥାନ୍ତି। ସେ କେବେ କାହା ପାଖରୁ କିଛି ନେଇନଥାନ୍ତି, ନିଅନ୍ତି ନାହିଁ। ସମସ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରିଥାନ୍ତି। ତେଣୁ ଭାବିଥାନ୍ତି ପରବର୍ତ୍ତୀ ଜନ୍ମରେ ଏହାର ପ୍ରାରବ୍ଧ ମିଳିବ, କାମନା ତ ରଖିଥାନ୍ତି। ଲୋକେ ତାଙ୍କ ନାଁରେ ଦାନ କରୁଛନ୍ତି, ପୁଣ୍ୟ ଅର୍ଜୁଛନ୍ତି, ଯେ ମୁଁ କାହାକୁ ଦେଲେ ଭଗବାନ ମୋତେ ଦେବେ ବୋଲି। ମୁଁ ଯାହାକୁ ଦେବି ସିଏ ଦେବେ ବୋଲି ଦେଉନାହାନ୍ତି। ମୁଁ ଯଦି କାହାକୁ ଦେବି ଭଗବାନ ମୋତେ ଦେବେ, ଏ ଭାବନାରେ ସେମାନେ କରୁଛନ୍ତି। ଯଦି ଭଗବାନଙ୍କ ନାଁରେ ଦେଲେ ଯଦି ଭଗବାନ ଦେଉଛନ୍ତି, ତାହେଲେ ଭଗବାନ କାହାଠୁ କ'ଣ ନେବେ? ସେ ତ ଦାତା।
ତେବେ ଇଏ ତ ହେଲେ ବେହଦ୍ର ପିତା, ୟାଙ୍କ ଭଳି ନିଷ୍କାମ ସେବା କେହି କରିପାରିବେ ନାହିଁ। ସଂସାରରେ ଯିଏ ବି ଯେତେ ବଡ଼ ହୁଅନ୍ତୁ, ଯାହା ବି କରୁଛନ୍ତି ତାଙ୍କର କିଛି କାମନା ରହୁଛି, ଆଉ ତା ବଦଳରେ ସେମାନଙ୍କୁ ମିଳୁଛି ନିଶ୍ଚିତ ରୂପେ। କିନ୍ତୁ ଜଣେ ପରମାତ୍ମା କୌଣସି କାମନା ନ ରଖି କରନ୍ତି, ପୁଣି ତାର ପ୍ରତିବଦଳରେ ସେ କିଛି ଆମଠୁ ନିଅନ୍ତି ମଧ୍ୟ ନାହିଁ। ୟାଙ୍କ ଭଳି ନିଷ୍କାମ ସେବା କେହି କରିପାରିବେ ନାହିଁ। ବାବାଙ୍କ ଭଳି ନିଷ୍କାମ ସେବା କିଏ କରିପାରିବେନି। ସେଥିପାଇଁ ନା ସଂସାରରେ ଭଗବାନଙ୍କୁ ଜାଣନ୍ତୁ ନ ଜାଣନ୍ତୁ, ଯିଏ ଯେଉଁ ନାମରେ ରୂପରେ ଯେମିତି ଜାଣନ୍ତୁ, କିନ୍ତୁ ଦୁଃଖ ପଡ଼ିଲେ ସମସ୍ତଙ୍କୁ ଭଗବାନଙ୍କୁ ହିଁ ଡାକୁଛନ୍ତି। କାରଣ ସେ ଆମଠୁ କୌଣସି କାମନା ରଖନ୍ତିନି, ସେ କେବଳ ଦେବାର ହିଁ ଜାଣିଛନ୍ତି, ଆମକୁ ସବୁବେଳେ ଦେଇ ଚାଲନ୍ତି। ସେଥିପାଇଁ ସମସ୍ତେ ଆମେ ତାଙ୍କୁ ଡାକିଥାନ୍ତି। ନିଷ୍କାମ ସେବା ମଧ୍ୟ କିପରି ଅଟେ? ପିଲାମାନଙ୍କୁ ବିଶ୍ୱର ସୁଖଧାମର ମାଲିକ କରୁଛନ୍ତି। ବାବା କ'ଣ ନିଜେ ବିଶ୍ୱର ମାଲିକ ହେଉଛନ୍ତି କି? ବାବା ନିଜେ ବିଶ୍ୱର ମାଲିକ ହେଉନାହାନ୍ତି। ତାଙ୍କୁ ସୁଖର ସାଗର, ଶାନ୍ତିର ସାଗର, ପବିତ୍ରତାର ସାଗର କୁହାଯାଏ। ପିଲାମାନଙ୍କୁ ପ୍ରତ୍ୟେକ କଥା ଭଲ ଭାବରେ ବୁଝାଇ ଦିଆଯାଇଛି। ଏକମାତ୍ର ବାବାଙ୍କ ଠାରୁ ତୁମକୁ ଜୀବନ ମୁକ୍ତି ମିଳୁଛି। ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି। ନିଶ୍ଚୟ କର ବାସ୍ କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାର ଅଛି। ଆମେ ଖାଲି ନିଶ୍ଚୟ କଲେ ଆମକୁ ବାବାଙ୍କଠୁ ସବୁକିଛି ପ୍ରାପ୍ତ ହେବ। ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି। ନିଶ୍ଚୟ କଲ ବାସ୍ କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାର ଅଛି। ବାବାଙ୍କୁ କୁହାଯାଉଛି ଜ୍ଞାନର ସାଗର। ସାରା ସାଗରକୁ ସ୍ୟାହୀ ଅର୍ଥାତ୍ କାଳି କରିଦିଅ। ସାରା ଜଙ୍ଗଲକୁ କଲମ କରିଦିଅ। ସାରା ପୃଥିବୀକୁ କାଗଜ କରିଦିଅ। ନିଜେ ଜ୍ଞାନର ଦେବୀ ସରସ୍ୱତୀ ବସି ଲେଖିଲେ ମଧ୍ୟ ବାବାଙ୍କର, ଭଗବାନଙ୍କର ଗୁଣକୁ ବର୍ଣ୍ଣନା କରି ଲେଖିପାରିବେ ନାହିଁ। ତେବେ ତୁମର ଅନେକ ପୁସ୍ତକ ହୋଇଯିବ। ଏହି ଜ୍ଞାନ ବହୁତ ମୂଲ୍ୟବାନ ଅଟେ, ଯାହାକୁ ଧାରଣା କରିବାକୁ ହେବ। ଦୁନିଆରେ ସୁଖ ପାଇଁ ତ ଦୁନିଆରେ ଅନେକ ପାଠ ପଢ଼ୁଛନ୍ତି, ଅନେକ ପରିଶ୍ରମ କରୁଛନ୍ତି, ଅନେକ କାମ କରୁଛନ୍ତି, ଘର ସଂସାର ପରିବାର ସବୁକିଛି ଟିକେ ସୁଖ ପାଇବା ପାଇଁ। କିନ୍ତୁ ଆମେ ଜାଣିଛୁ ପ୍ରକୃତରେ ଆତ୍ମାକୁ ଆତ୍ମଜ୍ଞାନ ଦ୍ୱାରା ହିଁ ସୁଖ ମିଳିବ। ତେଣୁ ଏ ଆତ୍ମଜ୍ଞାନ ବହୁତ ମୂଲ୍ୟବାନ ଅଟେ, ଯାହାକୁ ଧାରଣା କରିବାକୁ ହେବ। ଚଏସ୍ ନାହିଁ, ଅପସନ୍ ନାହିଁ। ଏ ଜ୍ଞାନ ତ ଶୁଣିବାକୁ ହିଁ ପଡ଼ିବ, ଆକୁ ତ ଧାରଣ କରିବାକୁ ହିଁ ପଡ଼ିବ। ତୁମେ ଜାଣିଛ ଏ ଜ୍ଞାନ ପରମ୍ପରାରେ ତ ଚାଲିନଥାଏ। ଏବେ ତୁମକୁ ସମସ୍ତ ଜ୍ଞାନର ସାରମର୍ମ ମିଳୁଛି। ବାବା ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି, ସେତିକି ଯଥେଷ୍ଟ ଅଟେ। ବାବା ଆସି ଯେ ନିଜର ପରିଚୟ ଦେଉଛନ୍ତି ସେତିକି ଯଥେଷ୍ଟ। ବାବାଙ୍କର ପରିଚୟ ପାଇବା କାରଣରୁ ରଚୟିତାଙ୍କୁ ଜାଣିବା ଦ୍ୱାରା ରଚନାରେ ମଧ୍ୟ ଜ୍ଞାନ ଜାଣିଯାଇଛ। ବୁଦ୍ଧି କହୁଛି ଯେଉଁମାନେ ସତ୍ୟଯୁଗରେ ଜନ୍ମ ନେଉଥିବେ ସେମାନଙ୍କର ପୁନର୍ଜନ୍ମ ମଧ୍ୟ ଅଧିକ ହେବ। ସୃଷ୍ଟି ଚକ୍ରରେ ଯେଉଁମାନେ ପ୍ରଥମେ ଆସିଥିବେ ସେଇମାନେ ଆସିବେ। ଏହି ଚକ୍ରକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ। ଗୀତରେ ଶୁଣିଲ, ଆମର ତୀର୍ଥ ସବୁଠାରୁ ଅଲଗା। ଶାରୀରିକ ତୀର୍ଥଯାତ୍ରା ଆଦି ତ ଜନ୍ମ ଜନ୍ମାନ୍ତର କରିଆସ। ଏହା କେବଳ ତୁମର ଗୋଟିଏ ଜନ୍ମର ଯାତ୍ରା ଅଟେ। ଏହି ଆତ୍ମିକ ଯାତ୍ରାରେ ଟିକିଏ ହେଲେ କୌଣସି କଷ୍ଟ ନାହିଁ। ସେ ଯାତ୍ରାରେ କେତେ କଷ୍ଟ ସହିବାକୁ ପଡ଼ୁଛି। ଘରେ ଯେଉଁ ସୁଖ ସୁବିଧା, ତୀର୍ଥଯାତ୍ରା କଲେ ସେ ସୁଖ ସୁବିଧା ମିଳିବନି। ଖାଲି ପାପ କଟିବ, ସେଥିପାଇଁ ଧାଉଁଛନ୍ତି। ହେଲେ କ'ଣ ହେବ? ବାବା କହିଲେ ଜନ୍ମ ଜନ୍ମାନ୍ତର ସେ ଯାତ୍ରା କଲ, କିନ୍ତୁ ସେ ଯାତ୍ରାରେ ନା ପବିତ୍ର ହେଲେ ନା ସ୍ୱର୍ଗକୁ ଗଲେ। କେତେ କଷ୍ଟ ପାଇଲେ, କିନ୍ତୁ ଏ ଯାତ୍ରାରେ କୌଣସି କଷ୍ଟ ନାହିଁ। ଜ୍ଞାନଦାତା ଏକମାତ୍ର ସଦ୍ଗୁରୁ ଅଟନ୍ତି। ସଦ୍ଗତି ତ କାହାର ହୋଇନଥାଏ। ସିଏ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନର ସାଗର। ତାଙ୍କ ଦ୍ୱାରା ସମସ୍ତଙ୍କର ସଦ୍ଗତି ହୋଇଯାଉଛି। ତେଣୁ ଆଉ କ'ଣ ଦରକାର? ପାଞ୍ଚ ତତ୍ତ୍ୱ ଗୁଡ଼ିକ ମଧ୍ୟ ସତପ୍ରଧାନ ହୋଇଯାଉଛନ୍ତି। ଏଠାରେ ସମସ୍ତେ ତମପ୍ରଧାନ ହେବା କାରଣରୁ ବାୟୁ ଆଦି ତତ୍ତ୍ୱ ଗୁଡ଼ିକ ମଧ୍ୟ ସେହିଭଳି ତମପ୍ରଧାନ ହୋଇଯାଇଛନ୍ତି। କେତେ ଭୂମିକମ୍ପ ଆଦି ହେଉଛି। ସତ୍ୟ ଯୁଗରେ ତ ଦୁଃଖ ଦେବା ଭଳି କୌଣସି ଜିନିଷ ନଥିବ। ଏଠି ସବୁକିଛି ତମପ୍ରଧାନ, ତେଣୁ ସବୁ ଦୁଃଖଦାୟୀ। ସତ୍ୟ ଯୁଗରେ ଦୁଃଖ ଦେଲା ବେଳେ କିଛି ଜିନିଷ ନଥିବ, ତେଣୁ ସବୁକିଛି ସତପ୍ରଧାନ ଥିବ। ପାଞ୍ଚ ତତ୍ତ୍ୱ ଗୁଡ଼ିକ ମଧ୍ୟ ସତପ୍ରଧାନ ହୋଇଯାଉଛନ୍ତି। ସତ୍ୟ ଯୁଗରେ ନଦୀ ମଧ୍ୟ ତାର ରେଖା ଭିତରେ ଯିବ, ତାଠୁ ବାହାରକୁ ସେ ଯିବନି। ନଦୀରେ ବୁଡ଼ିକି ମରିଏନି। ନା ବନ୍ୟା ହେବ, ନା ଭୂମିକମ୍ପ ହେବ, ନା ଖରା ଅଧିକ ହେବ, ନା ବର୍ଷା ଦିନରେ ହେବ। ସବୁବେଳେ ବସନ୍ତ ଋତୁ, ସମସ୍ତେ ବହୁତ ସୁଖରେ ଥିବେ। କୌଣସି ଡର ଭୟ ନଥିବ, କାରଣ ପାଞ୍ଚ ତତ୍ତ୍ୱ ଦାସୀ ହୋଇ ଆମର ସେବା କରୁଥିବେ। ଏବେ
ପାଞ୍ଚ ତତ୍ତ୍ୱର ଆମେ ଦାସୀ ହେଇଯାଉଛୁ, ସେବେ ପାଞ୍ଚ ତତ୍ତ୍ୱ ଆମର ଦାସୀ ହେବେ। ଆକ୍ଚୁଆଲି ଦେଖେଇଛନ୍ତି ରାବଣ ତାର ଖଟର ଖୁରାରେ ସୂର୍ଯ୍ୟ ଚନ୍ଦ୍ର ସମସ୍ତଙ୍କୁ ଇନ୍ଦ୍ର ସମସ୍ତଙ୍କୁ ବାନ୍ଧି ଦେଇଥିଲା ଆଲିରେ। କାରଣ ଆମେ ଦେଖୁଛୁ, କହିବାର ଉଦ୍ଦେଶ୍ୟ ଯେ ଏବେ ରାବଣ ରାଜ୍ୟ ଚାଲିଛି। ରାବଣ ଅର୍ଥ 10 ବିକାର, 10 ମୁଣ୍ଡ ମାନେ 10 ବିକାର। କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ଏସବୁ ସମସ୍ତଙ୍କ ଭିତରେ ଭରି ହେଇକି ଅଛି। ପରସେଣ୍ଟେଜ ଡିଫରେଣ୍ଟ ହେଇପାରେ, କିନ୍ତୁ ଅଛି ତ ନିଶ୍ଚୟ। ତ ଏ ସମୟରେ ବିକାରର ବୋଲବାଲା ଚାଲିଛି। ମଣିଷ ଭିତରେ ଯେତେ ସୁନା, ଟଙ୍କା, ପଦ, ପଦବୀ ଅଧିକ ରହୁଛି, ଆମେ ଦେହ ଅଭିମାନରେ ତାକୁ ହିଁ ମୋର ଆଡ୍ରେସ୍, ମୋର ପରିଚୟ ବୋଲି ଆମେ ଭାବୁଛନ୍ତି। ଆଉ ଅଟୋମେଟିକ୍ ଭିତରେ ଅହଙ୍କାର ଆସିଯାଉଛି, ତା ଅନୁସାରେ କର୍ମ, ବ୍ୟବହାର, ବଚନ ହେଇଯାଉଛି। ଏ ପ୍ରକାର ସ୍ଥିତିରେ ବିଜ୍ଞାନ ଯେ ସୁଖ ଦେଉଛି, ସୁଇଚ୍ ଅନ୍ କଲେ ଲାଇଟ୍ ଲାଗିଲା, ସୁଇଚ୍ ଅନ୍ କଲେ ପବନ ହେଲା, ସୁଇଚ୍ ଅନ୍ କଲେ କୁଲର୍ ଲାଗିଲା, ସୁଇଚ୍ ଅନ୍ କଲେ ଏସି ଲାଗିଲା। ତ ସୁଇଚ୍ ଲଗେଇଦେଲେ ସବୁ କାମ ହେଇଯାଉଛି। ଅର୍ଥ ଯେମିତି ଆମେ ଏସବୁ ବାୟୁ ଦେବତା, ଅଗ୍ନି ଦେବତା, ଇନ୍ଦ୍ର ଦେବତା ଯେମିତି ଆମେ ଖଟର ଖୁରାରେ ରାବଣ ବାନ୍ଧିକି ରଖିଛି। ହେଲେ ମଧ୍ୟ ତ ରାବଣର ବଂଶ ସହିତ ନିପାତ ହେଲା। କାରଣ ରାବଣ ଅଧର୍ମର କର୍ମ କଲା, ସୀତାଙ୍କୁ ଚୋରି କଲା। ପ୍ରକୃତରେ ଆର ସବୁ ରହସ୍ୟ ବାବା ଆସି ବୁଝଉଛନ୍ତି ଯେ ଆମେ ଆତ୍ମା ସୀତା ବର୍ତ୍ତମାନ ରାବଣ ହାତରେ, ସମସ୍ତେ ଭୋଗ ବିଳାସ ପଛରେ ପଡ଼ିଛନ୍ତି। ସେଇଥିପାଇଁ ଅବସ୍ଥା ଆମର ଏମିତି ହେଇଛି। ଆମେ ଭାବୁଛୁ ଦେବୀ ଦେବତା ମାନେ ଆମର ଦାସୀ, କିନ୍ତୁ ଆମେ ତାର ଦାସୀ ହେଇଯାଇଛୁ। କରେଣ୍ଟ ପଳେଇଲେ ମାନେ ଛଟପଟ ହେଇଯାଉଛୁ। ମାତ୍ର ସତ୍ୟ ଯୁଗରେ କରେଣ୍ଟ ହିଁ ନଥିବ। ପ୍ରକୃତି ଆମକୁ ଏତେ ସୁଖ ଦେବ, ଆମେ କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ଏଠି ଯେତେ ସାଧନ ଆମ ପାଖରେ ନା, ଆମେ ସେତେ ଡିପେଣ୍ଡେଣ୍ଟ ହେଇଯାଉଛୁ। କାହିଁକିନା ସେସବୁ ୟୁଜ୍ କରିବାର ଅଭ୍ୟାସ ହେଇଯାଉଛି ନା। ସେ ଗୋଟେ ଖରାପ ହେଲା ମାନେ ଗୋଟେ ଗରିବ ତାର ଚାଳ ଘରେ ଯେତେ ସୁଖରେ ସେ ରହୁଛି, ଗୋଟେ ଧନୀ ତାର ବଡ଼ ବିଲ୍ଡିଂରେ ମଧ୍ୟ ସେତେ ସୁଖ ରହିପାରୁନି। କାରଣ ସେ ଯେତେ ସାମଗ୍ରୀ ନିଜ ପାଖରେ ରଖିଥାଉଛି, କ'ଣ ଗୋଟେ ଖରାପ ହେଇଲା ମାନେ ତା ମୁଣ୍ଡ ଖରାପ ହେଇଯାଉଛି। ଯେମିତି ଘରେ ଚାକରାଣୀ ରଖିଥାଉଛନ୍ତି କାମ କରିବା ପାଇଁ। ଯଦି ଗୋଟେ ଦିନ ଚାକରାଣୀ ଆସିଲାନି, ତ ଘଣ୍ଟେ ଯାହାର କାମ ତାକୁ କରିବାକୁ ପଡ଼ୁଛି। ତ ସେତେବେଳେ ବହୁତ ଟେନସନ୍। ଆଉ ଚାକରାଣୀ ମଧ୍ୟ ରହୁଛନ୍ତି, ସେ ବି କ'ଣ କରିବେ, ତାଙ୍କର ବି କେତେ ସମସ୍ୟା। ଘରୁ ଯେତେବେଳେ କୁଣିଆ ଆସିଲାଠୁ ତାଙ୍କର ମଧ୍ୟ ସମସ୍ୟା ଆସିଲେ, ସେମାନେ ରହିଗଲାଠୁ ଏମାନଙ୍କର କେତେ ସମସ୍ୟା ହେଇଯାଉଛି। କହିବାର ତାତ୍ପର୍ଯ୍ୟ ଯେ ଯେତେ ଭୋଗ ବିଳାସରେ ସୁଖ ସୁବିଧାରେ ରହୁଛନ୍ତି, ସେମାନଙ୍କୁ ଟିକେ ସମସ୍ୟା ଆସିଲେ ବହୁତ ବଡ଼ ଲାଗୁଛି, ଆଉ ସେମାନେ ଦୁଃଖୀ ତ ହେବେ ନିଶ୍ଚୟ। କିନ୍ତୁ ସତ୍ୟ ଯୁଗରେ ପ୍ରକୃତି ମଧ୍ୟ ଆମର ଦାସୀ ହେବ। କେହି ମଧ୍ୟ କାହା ଉପରେ ନିର୍ଭର କରିବେନି। ସବୁକିଛି ଅଟୋମେଟିକ୍ ନ୍ୟାଚୁରାଲ୍ ହେବ। ତେଣୁ ତାକୁ ବୈକୁଣ୍ଠ ବୋଲି କୁହାଯାଉଛି। ସେପରି ସୁଖ, ସେହି ସୁଖ, ସେଇ ବୈକୁଣ୍ଠକୁ ନେବା ପାଇଁ ବାବା ଆସି ଆମକୁ ଯୋଗ୍ୟ କରିବା ପାଇଁ ଜ୍ଞାନ ଦେଉଛନ୍ତି। ତେଣୁ ଏ ଜ୍ଞାନ ବହୁତ ମୂଲ୍ୟବାନ। ଆମକୁ ଯୋଗ୍ୟ କରୁଛନ୍ତି ଜ୍ଞାନ ଦେଇକି, ତଥାପି ବାବା ନିରହଙ୍କାରୀ, ନିଷ୍କାମ ସେବାଧାରୀ, ଆମଠୁ କୌଣସି ଇଚ୍ଛା କାମନା ରଖନ୍ତି ନାହିଁ। ତେଣୁ ତ ତାଙ୍କୁ କୁହାଯାଉଛି ଦୁଃଖହର୍ତ୍ତା, ସୁଖକର୍ତ୍ତା। ତୁମେମାନେ ତାଙ୍କର ସନ୍ତାନ ଅଟ। ତେଣୁ ତୁମକୁ କାହାକୁ ବି ଦୁଃଖ ଦେବାର ନାହିଁ। ସମସ୍ତଙ୍କୁ ଏ ସୁଖ ପାଇବାର ରାସ୍ତା ଦେଖାଇବାକୁ ହେବ। ଏବେ ବାବା କହୁଛନ୍ତି ତୁମକୁ ସମସ୍ତଙ୍କୁ କେବଳ ସୁଖ ହିଁ ଦେବାକୁ ହେବ। ବାବା ତୁମକୁ ଅଧା କଳ୍ପ ପାଇଁ ଏଭଳି ସୁଖ ଦେଉଛନ୍ତି ଯାହାକି ସେଠାରେ ଦୁଃଖର ନାମ ରହିବ ନାହିଁ। ତୁମେ ଜାଣିଛ ବାବାଙ୍କ ଠାରୁ 21 ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଆମେ ଏଠାକୁ ଆସିଛୁ। ତୁମେ ବିଦ୍ୟାର୍ଥୀ ଅଟ ନା, ଏତେ ବାବା ବୁଝୁଛନ୍ତି। ତ ସିଏ ହେଲେ ଟିଚର, ଆମେ ହେଲେ ଷ୍ଟୁଡେଣ୍ଟ। ତ ଏ ସ୍ୱମାନରେ ରହିବା, ମୁଁ ଗଡଲି ଷ୍ଟୁଡେଣ୍ଟ, ମୁଁ ଈଶ୍ୱରୀୟ ବିଦ୍ୟାର୍ଥୀ। ତୁମ ମନରେ ଅଛି ଯେ ଆମେ ଶିବ ବାବାଙ୍କ ଠାରୁ ସ୍ୱର୍ଗର ସୁଖ ନେଉଛୁ, ତେଣୁ ସବୁ ଦୁଃଖ ଦୂର ହେଇଯିବ। ଯଦି ମନରେ ଗୋଟିଏ କଥା ରଖିବା, ମୁଁ ବାବାଙ୍କୁ ପାଇଗଲି, ଆଉ ବାବାଙ୍କ ପାଖରୁ ମୁଁ ସବୁ ସୁଖ ନେଉଛି, ତାହେଲେ ମନର ସବୁ ଦୁଃଖ ସମାପ୍ତ ହେଇଯିବ। କାହିଁକିନା ଦୁଃଖର କାରଣ ହେଉଛି ଦେହ ଅଭିମାନ। ବାବାଠୁ ମୁଁ ସ୍ୱର୍ଗର ସମ୍ପତ୍ତି ନେଉଛି ଯଦି ଭାବିବା, ସେଇଟା କେତେବେଳେ ଆସିବ ମନରେ? ଯେତେବେଳେ ଆମେ ଆତ୍ମା ନିଶ୍ଚୟ କରିବା। ତ ଆତ୍ମା ଭାବିଦେଲା କ୍ଷଣି ଆମର ତ ସ୍ୱଧର୍ମ ଶାନ୍ତି, ଆମର ସ୍ୱଧର୍ମ ସୁଖ, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ଜ୍ଞାନ, ଶକ୍ତି, ପବିତ୍ରତା, ଆମର ନିଜସ୍ୱ ସମ୍ପତ୍ତି। ଏଇଟା ଆମଠୁ କିଏ ଛଡ଼େଇକି ନେଇପାରିବନି। ଯେ ନେଇଗଲା ତ ଅସୌଭାଗ୍ୟ, ତାର ମଧ୍ୟ ଭାଗ୍ୟ ବଦଳିଯିବ, ଯଦ୍ୱାରା ଆମ ଭିତରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ତୁମେ ଜାଣିଛ ବାବାଙ୍କ ଠାରୁ 21 ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଆମେ ଏଠାକୁ ଆସିଛୁ।
ତୁମେ ବିଦ୍ୟାର୍ଥୀ ଅଟ ନା? ତୁମ ମନରେ ଅଛି ଆମେ ଶିବ ବାବାଙ୍କ ଠାରୁ ସ୍ୱର୍ଗର ସୁଖ ନେଉଛୁ, ତେଣୁ ସବୁ ଦୁଃଖ ଦୂର ହୋଇଯିବ। ବାବା ଆମକୁ ଜାଗ୍ରତ କରିବା ପାଇଁ ସଞ୍ଜୀବନୀ ବୁଟି ଦେଉଛନ୍ତି, ଯାହାକି 21 ଜନ୍ମ ପର୍ଯ୍ୟନ୍ତ ତୁମେ କେବେ ମୂର୍ଚ୍ଛିତ ହେବ ନାହିଁ। ଏଇ ସଞ୍ଜୀବନୀ ବୁଟି ହେଲା ମନ ମନା ଭବ। ଭକ୍ତିରେ କ'ଣ କରୁଛନ୍ତି? ମାଳ ଜପୁଛନ୍ତି, ରାମ 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 କରୁଛନ୍ତି। କିନ୍ତୁ ବାବା ଆମକୁ ସଞ୍ଜୀବନୀ ବୁଟି କ'ଣ ଦେଲେ? ମନ ମନା ଭବ। ପାଟିରେ କିଛି କହିବାର ନାହିଁ କି ମନରେ କିଛି ଜପିବାର ନାହିଁ। ବାସ୍ ଆତ୍ମିକ ସ୍ଥିତି ରହିକି ସବୁବେଳେ ଗୋଟେ ନିଶ୍ଚୟରେ ରହିବା ଯେ ମୁଁ ପରମାତ୍ମାଙ୍କର ସନ୍ତାନ, ଆଉ ପରମାତ୍ମା ସଦା ସର୍ବଦା ମୋ ସାଥିରେ ଅଛନ୍ତି। ବାସ୍ ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି। ତାଙ୍କୁ ନିରାକାର ନିରହଙ୍କାରୀ କୁହାଯାଏ। ଯାହାଙ୍କର ଶରୀରରେ ବାବା ଆସନ୍ତି ସିଏ ମଧ୍ୟ ସାଧାରଣ ଅଟନ୍ତି। ବାବା କହୁଛନ୍ତି, ପ୍ରିୟ ସନ୍ତାନଗଣ, ମୁଁ ତୁମର ଆଜ୍ଞାଧୀନ ପିତା। ଶିବ ବାବା କହୁଛନ୍ତି ଆମକୁ, ପ୍ରିୟ ସନ୍ତାନଗଣ, ମୁଁ ତୁମର ଆଜ୍ଞାଧୀନ ପିତା। ବଡ଼ ଲୋକମାନେ ସର୍ବଦା ଏଇଭଳି ଲେଖିଥାନ୍ତି, ମୁଁ ଆଜ୍ଞାଧୀନ ସେବକ। ନିଜ ପାଇଁ କେବେ ହେଲେ ଶ୍ରୀ ଲେଖନ୍ତି ନାହିଁ। ଆଜିକାଲି ତ ଶ୍ରୀ ଲେଖି ଦେଉଛନ୍ତି, ନିଜେ ନିଜକୁ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି। ଆତ୍ମିକ ପିତା ହେଉଛନ୍ତି ନିରାକାରୀ ନିରହଙ୍କାରୀ। ଏବେ ତୁମେ ତାଙ୍କ ସମ୍ମୁଖରେ ବସିଛ ଏବଂ ଜାଣିଛ ସିଏ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ବାକି ଭକ୍ତି ମାର୍ଗରେ ଅନେକ ଗୁରୁ ଅଛନ୍ତି। ଗୁରୁମାନଙ୍କର ମଧ୍ୟ ଗୁରୁ ଥାନ୍ତି, କିନ୍ତୁ ଶିବ ବାବାଙ୍କର କେହି ଗୁରୁ ନାହାନ୍ତି। ସେ ସର୍ବୋଚ୍ଚ। ଇଏ ସତ୍ ପିତା, ସତ୍ ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ତାଙ୍କଠୁ ବଡ଼ ଏ ଦୁନିଆରେ କିଏ ନାହାନ୍ତି। ତୁମେ ଜାଣିଛ ଆତ୍ମା ହିଁ ସଂସ୍କାର ଧାରଣ କରୁଛି। ଆତ୍ମା ସଂସ୍କାର ଧାରଣ କରୁଛି। ତେଣୁ ବାବା ଆସନ୍ତି ଆତ୍ମାର ସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ। ଆଉ ଜ୍ଞାନ ଯୋଗ ବଳରେ ହିଁ ଆମର ସଂସ୍କାର ପରିବର୍ତ୍ତନ ହେଇପାରିବ। କହୁଛନ୍ତି ନା, ଖାଲି ହାତରେ ଆସିଥିଲୁ ଖାଲି ହାତରେ ଯିବା। ସ୍ଥୂଳ ଜିନିଷ ନେଇକି ଆସିନଥିଲେ ନେଇକି ଯିବାନି, କିନ୍ତୁ ସୂକ୍ଷ୍ମରେ ଆଉ ଟିକେ ସୂକ୍ଷ୍ମ ଗଲେ କ'ଣ କହୁଛନ୍ତି? ପାପ ପୁଣ୍ୟ ନେଇକି ଆସନ୍ତି, ପାପ ପୁଣ୍ୟ ନେଇକି ଯିବା। କିନ୍ତୁ ବାବା କ୍ଲିୟର କରି କହୁଛନ୍ତି ଆକ୍ଚୁଆଲି ସଂସ୍କାର, ଆମେ ଯେଉଁ ଗତ ଜନ୍ମର ସଂସ୍କାର ନେଇକି ଆସନ୍ତି, ସେ ସଂସ୍କାରକୁ ଏବେ ଜ୍ଞାନ ଯୋଗ ବଳରେ ପରିବର୍ତ୍ତନ କରିବା, ଶୁଦ୍ଧ ସଂସ୍କାର ନିଜ ଭିତରେ ଭରିବା, ତ ସେ ଶୁଦ୍ଧ ସଂସ୍କାର ଆମକୁ ସୁଖ ଦେବ। ଆମ ସଂସ୍କାର ହିଁ ଆମକୁ ଦୁଃଖ ଦେଉଛି, ଆମ ସଂସ୍କାର ହିଁ ଆମକୁ ସୁଖ ଦେଉଛି। ତେଣୁ ସଂସ୍କାର ଯଦି ଶୁଦ୍ଧିକରଣ କରିଦେବା, ତାହେଲେ ଆମେ ସବୁବେଳେ ସୁଖ ପାଇବା। କେମିତି ହୋଇପାରିବ ସେଇଟା? ମାନେ ଥରେ ଗୌତମ ବୁଦ୍ଧ ତାଙ୍କର ଜଣେ ଅନୁଗାମୀକୁ କହିଲେ ଯେ ନଦୀରୁ ଟିକେ ପାଣି ନେଇକି ଆସ। ତ ସିଏ ପାଣି ଆଣିବାକୁ ଗଲେ, ଦେଖିଲେ ପାଣି ଯେଉଁ ବହୁଛି ବେଶୀ ମଇଳା ଅଛି। ଦେଖିଲେ ଏତେ ମଇଳା ପାଣି ନେଲେ କେମିତି ସେ ପିଇବେ? ଏମିତି ଭାବିକି ସିଏ କହିଲେ, ଆସିକି କହିଲେ ଗୌତମ ବୁଦ୍ଧଙ୍କୁ, ପାଣି ବହୁତ ମଇଳା ଅଛି, ପିଇ ହେବନି। ତ ଗୌତମ ବୁଦ୍ଧ କହିଲେ, ସେ ପାଣି ପାଖରେ ଟିକେ ବସ, ପାଣି ଯେତେବେଳେ ନିର୍ମଳ ହେବ, ସଫା ହେବ, ନେଇକି ଆସିବ। ତ ସେ ବହୁତ ସମୟ ଜଗିଲେ ସେଇଠି। ଧୀରେ 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 କ'ଣ ହେଲା, ପାଣି ଯାହା ସବୁ ତଳେ ମଣ୍ଡ ପରି ବସିଗଲା। ତାପରେ ଉପରେ ସ୍ୱଚ୍ଛ ପାଣି ବହିବାରେ ଲାଗିଲା। ତାପରେ ସେ ପାଣିକୁ ନେଇକି ଆସିଲେ। ସେମିତି ଜ୍ଞାନ ଯୋଗର ଅଭ୍ୟାସ କରି 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 ଯଦି ଯିବା, ତାହେଲେ ଏ ମଣ୍ଡ ପରି ମଇଳା ପରି ଯେଉଁ ଆମର ବିକାର ସଂସ୍କାର ଅବଗୁଣ ଆମ ଭିତରେ ଭରି ହେଇକି ଅଛି, ଏସବୁ ଯାକ ବସିଯିବ। ଆମେ ଆତ୍ମା ଯେମିତି ଶୁଦ୍ଧ ପବିତ୍ର ସ୍ୱଚ୍ଛ ଥିଲେ, ପୁଣି ଆଉଥରେ ସେମିତି ଶୁଦ୍ଧ ପବିତ୍ର ସ୍ୱଚ୍ଛ ହେଇପାରିବା ଜ୍ଞାନ ଯୋଗ ବଳରେ। ଧୈର୍ଯ୍ୟ ଧରିବାରୁ ପାଣିର ମଇଳା ତଳକୁ ରହିଲା, ପାଣିର ସ୍ୱଚ୍ଛତା ଉପରକୁ ଆସିଲା। ଠିକ୍ ସେମିତି ସବୁ କଥାରେ ଧୈର୍ଯ୍ୟ ଧରିଲେ ଆମ ଭିତରେ ଥିବା ଅବଗୁଣ ବିକାର ସବୁ ମଣ୍ଡ ପରି ତଳକୁ ରହିଯିବ। ଆମେ ଉପରକୁ ସ୍ୱଚ୍ଛ ପବିତ୍ରତା ହେଇ ବାହାରିବା। ଆହୁରି ଯେତେ ଜ୍ଞାନ ଯୋଗରେ ପୁକ୍ତ ହେବା, ମଜବୁତ ହେବା, ସେତେ ସେ ଭିତର ମଇଳା ମଧ୍ୟ ସଫା ହେଇ ବାହାରକୁ ବାହାରିଯିବ। ଯେମିତି ଗୋଟେ ବାଲ୍ଟି ଯଦି ଆମେ ପାଇପ୍ ତଳେ ରଖିବା, ତାହେଲେ ସେ ପାଇପ୍ର ପାଣି ପଡ଼ି 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 ଯଦି ପାଇପ୍ଟା ଖୋଲିଦେବା, ତାହେଲେ ସେ ପାଇପ୍ର ପାଣି ପଡ଼ି ପଡ଼ିରି ଧୀରେ ଧୀରେ ସେ ମଇଳା ପାଣି ସବୁ ବାହାରିଯିବ। ଟାଙ୍କିର ସଫା ପାଣିରେ ବାଲ୍ଟି ଫୁଲ୍ ହେଇଯିବ। ସେମିତି ଆମ ମନରେ ଯାହା ବି ବିଷ ବିକାର ଅଛି ବା ଯେକୌଣସି ବଦ ଅଭ୍ୟାସ ଅଛି, ମଦ ପାନ ବିଡ଼ି ସିଗାରେଟ୍ ଖାଇବାର, ଯଦି ଆମେ ଜ୍ଞାନ ଯୋଗ ନିରନ୍ତର କରି କରି ଯିବା, ତାହେଲେ ଯେମିତି ଭଲ ପାଣିର ପାଇପ୍ ଖୋଲା ହେଇଗଲା ଆମ ମନ ଭିତରେ ଟେପ୍, ଆମ ଭିତରେ ଯାହା ବି ବଦ ଅଭ୍ୟାସ ଅଛି, ମନ୍ଦ ଗୁଣ ଅଛି, ମନ୍ଦ ସ୍ୱଭାବ ଅଛି, ମନ୍ଦ ସଂସ୍କାର ଅଛି, ସେ ସବୁ ଟିକେ 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 ସବୁ ସଫା ହେଇକି ବାହାରକୁ ଚାଲିଯିବ। ଆମେ ଆତ୍ମା ପରମଧାମରୁ ଘରୁ ଆସିଲା ବେଳେ
ଯେମିତି ପୁରା ଜିରୋ ଥିଲେ, କୌଣସି ବିକାର ଦୁଃଖ ଅଶାନ୍ତି ଆମ ଭିତରେ ନଥିଲା। ଆମେ ଠିକ୍ ସେମିତି ଆଉ ଥରେ ହେଇଯିବା, ଛୋଟ ପିଲା ପରି। ଛୋଟ ପିଲାର ମନ ନିର୍ମଳ ବୋଲି କୁହାଯାଉଛି ନା, ସେହିପରି ଆମର ଅବସ୍ଥା ଶତପ୍ରଧାନ ହେଇଯିବ, ଆମର ସବୁ ଦୁଃଖ ଦୂର ହୋଇଯିବ। ତେଣୁ ବାବା କହୁଛନ୍ତି ଆତ୍ମା ହିଁ ସଂସ୍କାର ଧାରଣ କରୁଛି। ବାବା ମଧ୍ୟ ଆତ୍ମା ଅଟନ୍ତି ନା, ସେ ଗୁଣର ଭଣ୍ଡାର ଅଟନ୍ତି। ତୁମ ଆତ୍ମାମାନଙ୍କର ଗୁଣ ଭିନ୍ନ ଭିନ୍ନ ଅଟେ। ବାବା ଗୁଣର ଭଣ୍ଡାର ଅଟନ୍ତି, ଆମର ଗୁଣ ଭିନ୍ନ ଭିନ୍ନ। ଏହି ସମୟରେ ଯେଉଁ ଗୁଣ ତୁମ ମଧ୍ୟରେ ଅଛି ସେହି ଗୁଣ ସବୁ ବାବାଙ୍କର ଅଟେ। ପୁଣି ସତ୍ୟ ଯୁଗରେ ତୁମର ଦୈବୀ ଗୁଣ ହୋଇଯିବ। ବାବା ଜ୍ଞାନର ସାଗର, ସ୍ନେହର ସାଗର ଅଟନ୍ତି। ଶ୍ରୀକୃଷ୍ଣଙ୍କର ମହିମା ଅଲଗା ଅଟେ। ଶ୍ରୀ ବାବାଙ୍କୁ ଷୋଳକଳା ସମ୍ପୂର୍ଣ୍ଣ କୁହାଯିବ ନାହିଁ, ସେ ତ ସର୍ବଦା ସ୍ଥିର ହିଁ ଅଟନ୍ତି। ବାବା କହୁଛନ୍ତି ଏଇ ଉପାଧି ତୁମେ ମୋତେ ଦେଇପାରିବ ନାହିଁ। ଷୋଳକଳା ସମ୍ପୂର୍ଣ୍ଣ ଶ୍ରୀକୃଷ୍ଣଙ୍କର ମହିମା, ଏ ଉପାଧି ଆମେ ଶ୍ରୀ ବାବାଙ୍କୁ ଦେଇପାରିନି, କାରଣ ଶ୍ରୀ ବାବା ତ ଜ୍ଞାନର ସାଗର, ଗୁଣର ସାଗର, ମାନେ ସମୁଦ୍ର, ମାନେ ଅନଲିମିଟ। ସମୁଦ୍ରରୁ ଯେତେ ପାଣି କାଢ଼ିଲେ ମଧ୍ୟ ଆମେ ଯେମିତି ଖାଲି ହେବନି, ସେମିତି ଭଗବାନଙ୍କ ପାଖରେ ଏତେ ଜ୍ଞାନ ଗୁଣ ଶକ୍ତି ଭରି ହେଇକି ଅଛି, କେବେ ମଧ୍ୟ ସମାପ୍ତ ହେବନି। ମୁଁ କ'ଣ କେବେ ବିକାରୀ ହେଉଛି ଯେ ପୁଣି ସର୍ବଗୁଣ ସମ୍ପନ୍ନ ହେବି? ଶ୍ରୀକୃଷ୍ଣ ଷୋଳକଳା, ଯିଏ ବି ଆତ୍ମା ପ୍ରଥମ ଜନ୍ମରେ ସର୍ବଗୁଣ ସମ୍ପୂର୍ଣ୍ଣ ଷୋଳକଳା ସମ୍ପୂର୍ଣ୍ଣ ଥାନ୍ତି, ମୋବାଇଲ ପରି। ପୁଣି ଧୀରେ 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 ଜନ୍ମ ମରଣ ଚକ୍ରରେ ଆସିକିରି ମୋବାଇଲ ୟୁଜ୍ କଲେ ଯେମିତି ଧୀରେ ଧୀରେ ଡିସଚାର୍ଜ ହେଉଛି, ସେମିତି ପୁରା ଡିସଚାର୍ଜ ହେଉଛନ୍ତି। ଆଉ ଥରେ ବାବା ପାୱାର ହାଉସ୍ ଆସିଲା ମୁଁ ଚାର୍ଜ କରୁଛନ୍ତି, କିନ୍ତୁ ବାବା ତ କେବେ ଜନ୍ମ ମରଣ ଚକ୍ର ଆସୁନାହାନ୍ତି। ତେଣୁ ବାବାଙ୍କ ବ୍ୟାଟେରୀ ତ କେବେ ଡିସଚାର୍ଜ ହେଉନି। ମୋର କ'ଣ ୟାଙ୍କ ଭଳି ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ଭଳି ମହିମା କରିବ? ଏହି ଜ୍ଞାନକୁ ଯିଏ କଳ୍ପ ପୂର୍ବରୁ ଶୁଣିଥିଲେ ସେହିମାନେ ହିଁ ଆସିବେ, ଏଠାକୁ ଆସି ବାବାଙ୍କ ଠାରୁ ଶୁଣିବେ ଏବଂ ବାବାଙ୍କୁ ମନେ ପକାଇବେ। ଯିଏ କଳ୍ପ ପୂର୍ବ ଶୁଣିଥିଲେ ଏ ଜ୍ଞାନ ସେଇମାନେ ହିଁ ଶୁଣିବେ। ଏବେ ଗତକାଲି ଆମ ଆଶ୍ରମରେ ଗୋଟେ ବ୍ରହ୍ମା ଭୋଜନ ହେଲା। ଜଣେ ଭାଇ ସିଏ ଜ୍ଞାନ ପାଇଲେ, ସିଏ ତାଙ୍କର ଝିଅ ଜ୍ୱାଇଁକି ଜ୍ଞାନ ଶୁଣିଲେ। ସେ ଝିଅ ଜ୍ୱାଇଁ ଜ୍ଞାନ ଶୁଣିକି ତାଙ୍କ ଝିଅ ଜ୍ୱାଇଁକି ଜ୍ଞାନ ଶୁଣିଲେ। ସେ ତାଙ୍କ ଜ୍ୱାଇଁ ପୁଣି ତାଙ୍କର ଭଣଜା ଭାଣିଜୀ ଭଉଣୀ ଭାଇମାନଙ୍କୁ ଶୁଣିଲେ। ତାଙ୍କ ଭିତରୁ ଜଣକୁ ଚାକିରି ମିଳିଲା, ସିଏ ପୁଣି ତାଙ୍କର ଗାଁଟା ଯାହା ଲୋକକୁ ଗାଡ଼ି ଭଡ଼ା କରି ବାବା ଘରକୁ ନେଇକି ଆସିଲେ। କେତେ ପୁଣ୍ୟ, ଜବରଦସ୍ତ ପୁଣ୍ୟର ଖାତା। କେତେ ସୁନ୍ଦର ପରିବାର, କେତେ ସୁନ୍ଦର ସଂଗଠନ। ନିଜେ ମଧ୍ୟ ଭଗବାନଙ୍କୁ ପାଇଲେ, ଭଗବାନଙ୍କର ଭୋଗ ନିଜେ ସାରିଲେ, ପୁଣି ସମସ୍ତଙ୍କୁ ନିଜର ବନ୍ଧୁ ବାନ୍ଧବ ସମସ୍ତଙ୍କୁ ସାଥିରେ ନେଇକି ଆସିକି ତାଙ୍କ ପାଇଁ ଖର୍ଚ୍ଚ କରିକି ତାଙ୍କ ପାଇଁ ବ୍ରହ୍ମା ଭୋଜନ ମଧ୍ୟ ଦେଲେ, ବାବାଙ୍କର ସନ୍ଦେଶ ମଧ୍ୟ ଦେଲେ। ୟାଠୁ ବଡ଼ ପୁଣ୍ୟ ଏ ଦୁନିଆରେ କିଛି ହେଲେ ନାହିଁ। ବାବା କହୁଛନ୍ତି ନା, ଜଣେ ଜଣକୁ ସନ୍ଦେଶ ଦିଅ। ତେଣୁ ବାବା କହିଲେ ତାଙ୍କର ତ ପୁଣ୍ୟ ଜମା ହେଲା। ପୁଣି ଆଉ ଗୋଟେ ରହସ୍ୟ ବାବା କହିଲେ, ଯେଉଁମାନେ କଳ୍ପ ପୂର୍ବେ ଏଠିକି ଆସିଥିଲେ ସେଇମାନେ ହିଁ ଆସିବେ, କାରଣ ସେଇମାନେ ହିଁ ସ୍ୱର୍ଗକୁ ଯିବେ, ସମସ୍ତେ ତ ଯିବେନି ନା। ଶେଷ ସମୟରେ ସମସ୍ତେ ହାୟ ହାୟ କରି କାନ୍ଦିବେ, ତାପରେ ଭାରତର ଜୟ ଜୟକାର ହୋଇଯିବ। ଭଗବାନ ଆସିଥିଲେ କିନ୍ତୁ ମୁଁ ଜାଣିପାରିଲିନି, ଏମିତି କାନ୍ଦିବେ। ଏବେ ତୁମମାନେ ଯାତ୍ରା ରହସ୍ୟ ମଧ୍ୟ ଜାଣିଗଲଣି। ଏହି ଆତ୍ମିକ ଯାତ୍ରା ପରେ ପୁଣି ତୁମେ କେବେ ହେଲେ ଏହି ମୃତ୍ୟୁ ଲୋକକୁ ଫେରିବ ନାହିଁ। ଦୁନିଆରେ ତୀର୍ଥଯାତ୍ରା କରି ପୁଣି ଘରକୁ ଫେରି ଆସିଥାନ୍ତି। କେବଳ ମନୁଷ୍ୟ ସ୍ନାନ ଆଦି କରିବା ପାଇଁ ଯାଉଛନ୍ତି। ଭକ୍ତିର ଦେଖ କେତେ ବିସ୍ତାର ରହିଛି। ଭକ୍ତିରେ ଏତେ ତୀର୍ଥ କରୁଛନ୍ତି, ବିସ୍ତାର କ'ଣ? ଯିବେ ଖାଲି ସ୍ନାନ କରିକି ଆସିବେ। ଜ୍ଞାନର ଗୋଟିଏ ବୁଡ଼ ମଧ୍ୟ ସଦ୍ଗତି କରିଦେଇଥାଏ। ମାନେ ତୀର୍ଥରେ ଗଲେ କେତେ ଜାଗାରେ ବୁଡ଼ ପକାଉଛନ୍ତି, ଏଇଠି ସ୍ନାନ କର, ଏଇଠି ବୁଡ଼, ସେଇଠି ବୁଡ଼, ସେଇଠି ବୁଡ଼, ବୁଡ଼ି ବୁଡ଼ିକି ଥଣ୍ଡା ଜ୍ୱର ହେଇକିରି ପଳେଇ ଆସନ୍ତି, ଯାଉଛନ୍ତି। ଦେହ ଅସୁସ୍ଥ ହେଲେ ମଧ୍ୟ ଆତ୍ମା ଶରୀର ଆତ୍ମା ନିରୋଗୀ ହେବ ଭାବୁଛନ୍ତି, ହେଲେ ଆତ୍ମାକୁ ତ ଛୁଉଁନି ନା ପାଣିଟା। ଆତ୍ମା ତ ଅତି ସୂକ୍ଷ୍ମ ଜ୍ୟୋତି ବିନ୍ଦୁ ନା, କେତେ ବୁଡ଼ ପକାଉଛନ୍ତି। ଏ ଭକ୍ତିରେ ଏତେ ବୁଡ଼ ପକେଇ ମଧ୍ୟ ମୁକ୍ତି ଜୀବନ ମୁକ୍ତି ମିଳୁନି। କିନ୍ତୁ ବାବା ଆସିଛନ୍ତି, ଜ୍ଞାନରେ ଯଦି ଜଣେ ଗୋଟେ ବୁଡ଼ ପକେଇଦ ନା, ତାକୁ ମୁକ୍ତି ସହିତ ସଦ୍ଗତି ନିଶ୍ଚୟ ମିଳିଯାଉଛି। ଜ୍ଞାନରେ ଗୋଟିଏ ବୁଡ଼ ମଧ୍ୟ ସଦ୍ଗତି କରିଦେଇଥାଏ। ଭକ୍ତି କରି କରି ତଳକୁ ତଳକୁ ଖସିବାରେ ଅଧା କଳ୍ପ ଲାଗିଯାଇଥାଏ। ଏଠାରେ ତୁମକୁ ସିଢ଼ି ଚଢ଼ିବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି। ଏ ସଙ୍ଗମ ଯୁଗର ଲିଫ୍ଟ କେତେ ଭଲ, ତଳୁ ଏକଦମ ଉପରକୁ ନିଜ ଘର ଶାନ୍ତିଧାମକୁ ନେଇଯାଉଛି ଲିଫ୍ଟ।
ବାବାଙ୍କୁ ୟାଦ କଲେ ବାସ୍ କଳି ଯୁଗରୁ ସିଧା ଯାଇକିରି ଶାନ୍ତି ଧାମରେ, ଦୁଃଖ ଧାମରୁ ସିଧା ଯାଇକିରି ଶାନ୍ତି ଧାମରେ ପହଞ୍ଚିଲେ। ବାବା କହିଲା ମାତ୍ରେ ଆତ୍ମିକ ସ୍ଥିତି ରହିଲେ, ବାସ୍ ଜ୍ୟୋତିର ଦେଶ ପରମ ଧାମକୁ ବାବାଙ୍କ ପାଖରେ ପହଞ୍ଚିଲେ। ଇଏ ଲିଫ୍ଟର କାମ କରୁଛି। ଏହାକୁ ହିଁ କୁହାଯାଏ ଚର୍ତ୍ତି କଲା ସର୍ବକା ଭଲା। ଯେତେ ଆମେ ବାବାଙ୍କୁ ୟାଦ କରୁଛୁ, ଆମ ବୁଦ୍ଧିକୁ ବାବାଙ୍କ ପାଖରେ ପରମ ଧାମରେ ରଖୁଛୁ, ସେତେ ଆମ ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେଉଛି। ଏ ରହସ୍ୟ ବୁଝିବା ନିହାତି ଆବଶ୍ୟକ। ଗଛ ମୂଳରେ ଯେମିତି ପାଣି ପକାଇଲେ ସାରା ଗଛକୁ ମିଳୁଛି, ସେମିତି ଗଛର ମଞ୍ଜି ପରମାତ୍ମା। ଯେମିତି ଆମ ମନଟା ପରମାତ୍ମାଙ୍କ ପାଖକୁ ନେଇ ଯାଉଛୁ, ଏ ସାରା ସଂସାର ଗୋଟେ ଗଛ ପରି ଆମେ ଯେତେ ଶାନ୍ତିରେ ଖୁସିରେ ବାବାଙ୍କୁ ମନେ ପକାଉଛୁ, ସମସ୍ତଙ୍କୁ ସେ ଖୁସି ସେ ଶାନ୍ତି ଆପେ ଆପେ ମିଳିଯାଉଛି। ତେଣୁ ଇଏ ଲିଫ୍ଟର କାମ କରୁଛି। ତଳୁ ଏକଦମ ଉପରକୁ ନିଜ ଘର ଶାନ୍ତି ଧାମକୁ ନେଇଯାଉଛି। ଏହାକୁ ହିଁ କୁହାଯାଏ ଚର୍ତ୍ତି କଳା ସର୍ବକା ଭଲା। ସମସ୍ତଙ୍କର ସଦ୍ଗତିଦାତା ଏକ ବାବା ହିଁ ଅଟନ୍ତି। ଏବେ ତୁମେ ଜ୍ଞାନ ଏବଂ ଭକ୍ତିର ପାର୍ଥକ୍ୟକୁ ବୁଝିପାରୁଛ। ତେବେ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ଅଛି ନା। ସନ୍ନ୍ୟାସୀମାନଙ୍କର ହେଉଛି ସୀମିତ ବୈରାଗ୍ୟ। ବାବା ବୁଝାଉଛନ୍ତି ବୈରାଗ୍ୟ ଦୁଇ ପ୍ରକାରର ଅଟେ। ଗୋଟିଏ ହେଲା ହଦ ଅର୍ଥାତ୍ ଅଳ୍ପ କାଳର ବୈରାଗ୍ୟ, ଯାହାଦ୍ୱାରା କୌଣସି ସଦ୍ଗତି ହୁଏ ନାହିଁ। ଅନ୍ୟଟି ହେଲା ବେହଦ୍ର ଅର୍ଥାତ୍ ବୈରାଗ୍ୟ ସଦାକାଳର, ଯାହାଦ୍ୱାରା ତୁମର ସଦ୍ଗତି ହୋଇଯାଉଛି। ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ତୁମ ପିଲାମାନଙ୍କୁ ବର୍ତ୍ତମାନ ସଦ୍ଗତିର ଶ୍ରୀମତ ମିଳୁଛି। ଏବେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ଦୁନିଆର ସ୍ଥାପନା ହେଉଛି। ଏହି ଦୁନିଆ ରାବଣ ମତରେ ଚାଲି ଭ୍ରଷ୍ଟ ହୋଇଯାଇଛି। ଏବେ ଆମେ ଶ୍ରେଷ୍ଠ ହେଉଛୁ, ଏସବୁ କଥା ତୁମେମାନେ ହିଁ ଜାଣିଛ। ବିକାରଗ୍ରସ୍ତ ଦେହ ଅଭିମାନୀ ହୋଇ ଆମେ ସବୁ ଭ୍ରଷ୍ଟାଚାର ହେଇଯାଇଛେ, କିନ୍ତୁ ବାବା ଆସିକି ଶ୍ରୀମତ ଦେଇକି ଆତ୍ମାକୁ ଶ୍ରେଷ୍ଠ ଆଚରଣ ଶିଖେଇକି ଶ୍ରେଷ୍ଠାଚାର କରୁଛନ୍ତି, ଶ୍ରେଷ୍ଠ କରିଦେଉଛନ୍ତି। ଏବେ ଆମେ ଶ୍ରେଷ୍ଠ ହେଉଛେ, ଏସବୁ କଥା ତୁମମାନେ ହିଁ ଜାଣିଛ। ଦୁନିଆ ଆଦୌ ଜାଣିନି। ତୁମ ପାଇଁ ତ କହୁଛନ୍ତି ଏହି ବ୍ରହ୍ମାକୁମାରୀମାନେ ବିନାଶ କରାଇବାରେ ନିମିତ୍ତ ଅଟନ୍ତି। କବାଟ ବନ୍ଦ। ପ୍ରକୃତରେ ବିନାଶ ତ ନିଶ୍ଚିତ ହେବ। ଏହାଦ୍ୱାରା ହିଁ ତ କଲ୍ୟାଣ ହେବାର ଅଛି। କଲ୍ୟାଣକାରୀ ବାବା ଯେତେବେଳେ ଆସନ୍ତି, ସେତେବେଳେ ମହାଭାରତ ଲଢ଼େଇ ଲାଗିଥାଏ। ଲୋକମାନେ କହିବେ, ଆମେ କହୁଥିଲୁ ନା ବ୍ରହ୍ମାକୁମାରୀମାନେ ବିନାଶ କରାଇବେ। ନିଶ୍ଚିତ ଭାବରେ ବିନାଶ ତ ହେବାର ହିଁ ଅଛି। ପୁରୁଣା ଦୁନିଆର ବିନାଶ ହେବ। ଆମେ ନୂଆ ଦୁନିଆ ସ୍ଥାପନା କରୁଛୁ। ପୁରୁଣା ଦୁନିଆ ପରେ ନୂଆ ତ ନିଶ୍ଚିତ ହେବ। କଳ୍ପ କଳ୍ପ ବିନାଶ ହୁଏ, ତେବେ ଯାଇ ଭାରତରେ ସ୍ୱର୍ଗର ଦ୍ୱାର ଖୋଲିଥାଏ। କିନ୍ତୁ ସେମାନେ ବୁଝିବେ କିପରି? ଆଗକୁ ଗଲେ ବହୁତ ଲୋକ ବୁଝିବେ। ବାବା ଯେତେବେଳେ ଆସିଥାନ୍ତି, ସେତେବେଳେ ସାରା ପୁରୁଣା ଦୁନିଆ ସ୍ୱା ହୋଇଯାଇଥାଏ। ତୁମର ଏହି ଯଜ୍ଞ ତ ଆଶ୍ଚର୍ଯ୍ୟଜନକ ଅଟେ, ଯେଉଁଥିରେ ଆହୁତି ପଡ଼ିବାର ଅଛି। ବାବା ଯେତେବେଳେ ପ୍ରଥମେ ଆସିଲେ ତ ବୁଝିଲେନି। ଏବେ ଦେଖ, ଦିନକୁ ଦିନ ସମସ୍ତେ ବୁଝି ଯାଉଛନ୍ତି। ଆଶ୍ରମର ସଂଖ୍ୟା ବଢ଼ି ବଢ଼ି ଯାଉଛି। ସାରା ବିଶ୍ୱରେ ଆଶ୍ରମ ତିଆରି ହେଇ ଚାଲିଛି। ଆଶ୍ରମ ଭିତର ଭାଇ ଭଉଣୀମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତ ପାଠ ପଢ଼ିଲେ ତ ପିଲା ଧୀରେ ଧୀରେ ବୁଝୁଛନ୍ତି, ଆଗକୁ ବଢ଼ୁଛନ୍ତି ନା। ବାବା ଯେତେବେଳେ ଆସିଥାନ୍ତି, ସେତେବେଳେ ସାରା ପୁରୁଣା ଦୁନିଆ ସ୍ୱା ହୋଇଯାଏ। ତୁମର এই ଯଜ୍ଞ ତ ଆଶ୍ଚର୍ଯ୍ୟଜନକ ଅଟେ, ଯେଉଁଥିରେ ଆହୁତି ପଡ଼ିବାର ଅଛି। ଏକଥା ମଧ୍ୟ ତୁମେ ହିଁ ଜାଣିଛ, ଆଉ କେହି ଜାଣିନାହାନ୍ତି। ବିଜୟ ତ ପାଣ୍ଡବମାନଙ୍କର ହିଁ ହେବ, ଆଉ ସମସ୍ତେ ବିନାଶ ହୋଇଯିବେ। କେବଳ ତୁମେ ପାଣ୍ଡବମାନେ ହିଁ ରହୁଛ ଏବଂ ନୂଆ ଦୁନିଆରେ ରାଜ୍ୟ କରୁଛ। ଏହି ଜ୍ଞାନ ବଡ଼ ଆଶ୍ଚର୍ଯ୍ୟଜନକ ଅଟେ। ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା, ସଦ୍ଗତିଦାତା ଏକମାତ୍ର ବାବା ଅଟନ୍ତି। କେତେ ମିଠା ଏବଂ କେତେ ପ୍ରିୟ ପିତା ଅଟନ୍ତି। ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବା କେତେ ମିଠା, କେତେ ପ୍ରିୟ ଅଟନ୍ତି ସମସ୍ତଙ୍କର। ତୁମେ କହି ଆସିଛ, ମିଠା ବାବା, ଆପଣ ଯେତେବେଳେ ଆସିବେ, ତେବେ ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି। ମୋର ତ ଏକା ଆପଣ, ଆଉ କେହି ନୁହନ୍ତି। ସେଥିପାଇଁ ସବୁ ସୁଖର ଗୋଟିଏ ଚାବିକାଠି। ସବୁବେଳେ ଗୋଟିଏ ଗୀତ ଗାଇବା, ମେରା ବାବା, ମିଠା ବାବା, ପ୍ୟାରା ବାବା, ଶିବ ବାବା, ସୁକ୍ରିୟା ବାବା। ଇଏ ହେଉଛି ସବୁ ସୁଖର ଗୋଟିଏ ଚାବିକାଠି। ଏହାର ଅର୍ଥ ନୁହେଁ ଯେ ଘର ଦ୍ୱାର ଛାଡ଼ି ଏଠାରେ ଆସି ବସିଯିବ। ଆମେ ଯେଉଁଠି ବି ରହି ବାବାଙ୍କୁ ପ୍ୟାର କରିପାରିବା, ୟାଦ କରିପାରିବା ନା। ତୁମେ ଗୃହସ୍ଥ ବ୍ୟବହାରରେ ହିଁ ରୁହ। 7 ଦିନର କୋର୍ସ ଅଥବା ଶିକ୍ଷା ନେଇ ଯେଉଁଠାରେ ଥାଅ, ମନ ଭବ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସମ୍ପତ୍ତି ନେବାକୁ ହେବ। ବାସ୍ କେବଳ ଯୋଗର ଯାତ୍ରା ରହିବାକୁ ହେବ। ଏହାଦ୍ୱାରା ହିଁ ବେଡ଼ା ବା ନୌକା ପାରି ହେବ। ଏକଥା ମଧ୍ୟ ତୁମେ ଜାଣିଛ, ପବିତ୍ର ରହିବାକୁ ହେବ। ଛି ଅଶୁଦ୍ଧ ଭୋଜନ ଖାଇବାର ନାହିଁ। ସମ୍ପୂର୍ଣ୍ଣ ସୁଖ ଯଦି ପାଇବାକୁ ଚାହୁଁଛୁ, ତାହେଲେ ପବିତ୍ର ରହିବାର ଅଛି। ଛି ଅଶୁଦ୍ଧ ଭୋଜନ ଖାଇବାକୁ ହେବନି। ଆମିଷ, ପିଆଜ, ରସୁଣ, ମଦ, ପାନ, ବିଡ଼ି, ସିଗାରେଟ୍, ପିକା, ଗୁଡ଼ାଖୁ, ଗଞ୍ଜେଇ,
ଏ ସବୁ ଆମ ମନ ବୁଦ୍ଧିକୁ ଅଶୁଦ୍ଧ କରିଦେଉଛି, ମନକୁ ଶାନ୍ତିରେ ରହିବାକୁ ଦେଉନି। ଏସବୁ ଅଶୁଦ୍ଧ ଭଜନ ମଧ୍ୟ ତ୍ୟାଗ କରିବାର ଅଛି। ଶ୍ରେଷ୍ଠାଚାର ହେବା ପାଇଁ ଶ୍ରେଷ୍ଠ ଆଚରଣକୁ ଜୀବନରେ ଆଣିବାକୁ ପଡ଼ିବ। ତେଣୁ ନୂଆରେ ତ ଯିଏ ଜ୍ଞାନ ଶୁଣିନି ତାକୁ ତ କିଛି ଜଣା ନାହିଁ, ସେ ଭାବୁଛି ଏଥିରେ ହିଁ ଅଛି ସୁଖ। କିନ୍ତୁ ଯେତେବେଳେ ଜ୍ଞାନ ଶୁଣି ଶୁଣି ଯିବ, ସେ ନିଜେ ଫିଲ୍ କରି ଅନୁଭବ କରିବ ଯେ ପ୍ରକୃତରେ ସୁଖ ତ ସେଥିରେ ନାହିଁ, ସୁଖ ତ ଜ୍ଞାନରେ ଅଛି। ଗୋଟେ ଭାଇ ସେ ସବୁବେଳେ ମଦ ପିଅନ୍ତି ଆଉ ସାର ଖେଳ ଯେତେବେଳେ ଦେଖିଲେ, ଯେତେବେଳେ ଆଶ୍ରମ ଗୋଟେ ସେ ପାଖରେ ଖୋଲା ହେଲା, ସେତେବେଳେ ଭଉଣୀମାନେ ଯେତେବେଳେ ଆଶ୍ରମରେ ଯାଇ ରହିଲେ, ସେ ଭାବିଲେ ଏଇଠି କ'ଣ ହେଉଛି, ମୁଁ ଯାଇ ଟିକେ ଦେଖେ। ସମସ୍ତେ କହିଲେ ଏ ଭାଇ ଆସନ୍ତି, ଇଏ ତ ବଡ଼ ବଦମାସଟା, ଇଏ କ'ଣ ପାଇଁ ଜ୍ଞାନ ଶୁଣି ଆସିଛି। କିନ୍ତୁ ସେ ଭାଇ ସବୁଦିନ ସିଧା ଆସି ମୁରଲି କ୍ଲାସ୍ରେ ବସିଲେ, ଆଉ ସବୁଦିନ ମୁରଲି ଶୁଣି 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 ତାଙ୍କ ଭିତରେ କେତେବେଳେ ପରିବର୍ତ୍ତନ ହେଲା, ସେ ସବୁ ବଦଭ୍ୟାସ ସିଏ ଛାଡ଼ିଦେଲେ, ସେ ନିଜେ ମଧ୍ୟ ଜାଣିପାରିଲେନି। ତେଣୁ ଜ୍ଞାନ ଶୁଣିଲେ ହିଁ ଆମେ ଜାଣିପାରିବା ଯେ ପ୍ରକୃତିରେ ଜ୍ଞାନରେ କେତେ ସୁଖ ମିଳୁଛି। ମୁଁ ଛାଡ଼ିଲେ ଯିବି କେବେ ଭାବିବା ଅନୁଚିତ। ପ୍ରଥମେ ଶୁଣିଲେ ଆମେ ଛାଡ଼ିବାକୁ ପଡ଼ୁନି, ସିଏ ଆମକୁ ଛାଡ଼ିକି ପଳଉଛି। ମୁରଲି ତ ମିଳିଯାଉଛି, ସମୟ ଏମିତି ଆସିବ ଯାହାକି ମୁରଲି ମଧ୍ୟ ମିଳିବ ନାହିଁ। ଅନେକ ଦୁର୍ବିପାକ ମଧ୍ୟ ଆସିବ। ଯଦି ଗଣ୍ଡଗୋଳ ଆଦି ହୋଇଯିବ, ତେବେ ମୁରଲି ମିଳିପାରିବ ନାହିଁ। ତୁମେ ଏଇ ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ସବୁ ବିନାଶ ହେଇଯିବ, ସବୁ ଭସ୍ମ ହେଇଯିବ। ପ୍ରଳୟ ତ କେବେ ହୁଏ ନାହିଁ। ଏ ଆଖିରେ ଯାହା ଦେଖୁଛ ବିନାଶ ହବ, ଭସ୍ମ ହବ, ଏଇଟା ନିଶ୍ଚୟ। ମଣିଷ ଯାହା ତିଆରି କରୁଛେ ଏ ହାତରେ, ସେସବୁ ବିନାଶ ହବ। କିନ୍ତୁ ଯାହା ଏ ହାତରେ ତିଆରି ହେଇନି, ପାଞ୍ଚ ତତ୍ତ୍ୱ, ସିଏ କେବେ ବିନାଶ ହବନି। ତେଣୁ କୁହାଯାଏ ପ୍ରଳୟ ହବନି। କହିବାର ଉଦ୍ଦେଶ୍ୟ, ଯାହା ତିଆରି ହେଇଛି ତାହା ବିନାଶ ହବ, ଯାହା କେବେ ତିଆରି ହେଇନି ସେ କେମିତି ବିନାଶ ହବ। ସୂର୍ଯ୍ୟ, ଚନ୍ଦ୍ର, ତାରା, ଆକୁ କେହି ତିଆରି କରିନି, ଇଏ ଅନାଦି କାଳରୁ ଥିଲା, ଅଛି, ରହିବ। ସେମିତି ଆତ୍ମା ପରମାତ୍ମା ଅନାଦି କାଳରୁ ଥିଲେ, ଅଛୁ, ରହିବା। ସେମିତି ସୃଷ୍ଟି ଥିଲା, ଅଛି, ରହିବ। ତେଣୁ ପ୍ରଳୟ କେବେ ହବନି, ମାତ୍ର ପରିବର୍ତ୍ତନ ନିଶ୍ଚୟ ହବ। ଦୁନିଆ ତ ଗୋଟିଏ ଅଟେ, ଯାହାକି ନୂଆରୁ ପୁରୁଣା ହୋଇଥାଏ। ନୂଆ ଦୁନିଆ, ପୁରୁଣା ଦୁନିଆ କୁହାଯାଏ। ଏବେ ତ କୁହାଯିବ ଏହା ପୁରୁଣା ଦୁନିଆ, ଆଉ ଅଳ୍ପ ସମୟ ରହିଛି। ସେମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ, କଳିଯୁଗ ପାଇଁ କହୁଛନ୍ତି ଆହୁରି 40,000 ବର୍ଷ ବାକି ଅଛି। ବାସ୍ତବରେ 5,000 ବର୍ଷର ଏହି ଚକ୍ର ଅଟେ। ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଭରି ରହିଛି। ମନୁଷ୍ୟ ତ ସମ୍ପୂର୍ଣ୍ଣ ପଥର ବୁଦ୍ଧି ଅଟେ। କେତେ କିଏ ପାଠ ପଢ଼ିଥାନ୍ତୁ, ଭଗବାନ ଏ ସୃଷ୍ଟିର ଡାଇରେକ୍ଟର ତାଙ୍କୁ ଜାଣିନାହାନ୍ତି। ମୁଁ ଆତ୍ମା ଏଠି ଅଭିନୟ କରିବା ପାଇଁ ଆସି ଏଇଟା ବୁଝିପାରୁନାହାନ୍ତି, ଭାବି ପାରୁନାହାନ୍ତି, ମିଥ୍ୟା ଅହଙ୍କାର ଅଛନ୍ତି। ତେଣୁ ବାବା କହୁଛନ୍ତି ସମସ୍ତେ ପଥର ବୁଦ୍ଧି ହିଁ ଅଟନ୍ତି। ଅଭିନେତା ହୋଇ ଯଦି ଡ୍ରାମାର ରଚୟିତା ଏବଂ ନିର୍ଦ୍ଦେଶକଙ୍କୁ ଜାଣିନଥିବ, ତେବେ ତାଙ୍କୁ କ'ଣ କୁହାଯିବ? ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତି ହେଉଛି ତାହା ତ ଜାଣିବା ଉଚିତ ନା। ଯେଉଁମାନେ ଭଲ ଭାବରେ ଜାଣିଛନ୍ତି, ବୁଦ୍ଧିରେ ଧାରଣ କରି ଅନ୍ୟମାନଙ୍କୁ ଧାରଣା କରାଉଛନ୍ତି, ସେମାନେ ସର୍ବୋଚ୍ଚ ପଦ ପ୍ରାପ୍ତ କରୁଛନ୍ତି। ବାବା କହୁଛନ୍ତି ଯେଉଁ ଜ୍ଞାନ ମୋ ପାଖରେ ଥିଲା ତାହା ଏବେ ତୁମକୁ ଦେଉଛି। ଡ୍ରାମାର ନିୟମ ଅନୁସାରେ ମୁଁ ତାର ପୁନରାବୃତ୍ତି କରୁଛି। ମୋର ମଧ୍ୟ ଡ୍ରାମାରେ ଅଭିନୟ ରହିଛି, ଭକ୍ତି ମାର୍ଗରେ ମଧ୍ୟ ମୋର ଅଭିନୟ ରହିଛି। ଏବେ ତୁମକୁ ଆସି ନିଜର ପରିଚୟ ଏବଂ ରଚନାର ଅର୍ଥାତ୍ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛି। ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା। ମୁଁ ତ ଥରେ ମାତ୍ର ହିଁ ନିଜର ପରିଚୟ ଦେଇ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇବା ପାଇଁ ଆସୁଛି। ଦେଖନ୍ତୁ ବାବା କେତେ ନିରହଙ୍କାରୀ। ବାବା କ'ଣ କହିଲେ? ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା। ମୁଁ ଥରେ ମାତ୍ର ଆସୁଛି ନିଜର ପରିଚୟ ଦେଇ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇବା ପାଇଁ। ଆଉ ଗୋଟେ ଥର ଆମେ ଜ୍ଞାନରେ ଯେମିତି ବୁଡ଼ ପକାଉଛନ୍ତି, ଆମକୁ सद्गति प्राप्त हो जाए। अच्छा, मीठे मीठे सिकिलधे बच्चों प्रति माता पिता बाप दादा का याद प्यार और गुड मॉर्निंग। रूहानी बाप की रूहानी बच्चों को नमस्ते। हम रूहानी बच्चों की रूहानी बाप दादा को याद प्यार गुड मॉर्निंग और नमस्ते नमस्ते नमस्ते। धारणा पाई मुख्य सारांश नंबर 1, बाबांको भली आज्ञाकारी हेबार अछि। केबे हेले कौनसी कथार निजर अहंकार देखाइबा उचित नुह। निराकारी एवं निरहंकारी होई रहिबार अछि। काना बाबांको परि सेवाधारी ए दुनिया रे केही नुहंती, हेले मते बाबा केते निरहंकारी। तेणु बाबा कहउछंती बाबांको अनुकरण करो, बाबांको परि आज्ञाकारी हो।
କୌଣସି କଥାରେ ଅହଙ୍କାର ଦେଖାଅନି। ନିରାକାରୀ ଏବଂ ନିରହଙ୍କାରୀ ହୋଇ ରହିବାର ଅଛି। କାହିଁକି ନା ନିରାକାରୀ ହେଇ ନିରହଙ୍କାରୀ ହେଇ ଯଦି ସେବା କରିବା ବହୁତ ଜବରଦସ୍ତ ପୁଣ୍ୟର ଖାତା ଆମେ ଜମା କରିବା। ଯଦି ସେବା କରିକି ଅହଙ୍କାର ଆସିଗଲେ ତ ଫଳ ଖାଇଦେଲେ, ଆଉ ପୁଣ୍ୟ କିଛି ଜମା ହେଲାନି, ସବୁ ସରିଗଲା। କାହିଁକି ନା ଗୋଟେ କଥା ସମସ୍ତେ ମନେ ରଖିବା ଉଚିତ, ଆମେ ଯାହା ସେବା କରୁଛୁ ଆମର ସେବାର ଫଳ ଆମକୁ ନିଶ୍ଚିତ ରୂପେ ମିଳୁଛି। ଆମେ ଇଚ୍ଛା ଥାଇକି କରୁ କି ଇଚ୍ଛା ନଥାଇ କରୁ, ଆମେ କେତେ ନମ୍ରତାରେ କରୁ, ଫଳ ତ ନିଶ୍ଚୟ ମିଳୁଛି। ଯଦି ନମ୍ରତାରେ କଲେ ମଧ୍ୟ ଫଳ ମିଳୁଛି, ଅହଙ୍କାର କ'ଣ ପାଇଁ? ଯିଏକି ଭଗବାନ ସାରା ବିଶ୍ୱର ମାଲିକ, ବିଶ୍ୱର କାୟ କଳ୍ପତରୁ ପରିବର୍ତ୍ତନ କରି ନରକକୁ ସ୍ୱର୍ଗ କରିଦେଉଛନ୍ତି, ଅହଙ୍କାର କରୁନାହାନ୍ତି। ଆମେ ତ ତାଙ୍କ ବିଶ୍ୱରେ କୋଉ ଯେ ଗୋଟେ ବିନ୍ଦୁ କିଏ ଦେଖିଲା ଆମକୁ ଜଣା ଦେଖା ହିଁ ଯିବନି। ଯେମିତି ଏରୋପ୍ଲେନରେ ଉଡ଼ିଲେ ଆମ ଘର କୋଉଠି, ଆମ ଗାଁ କୋଉଠି, ଆମର ରାଜ୍ୟ କୋଉଠି, ଆମର ଏରିଆ କୋଉଠି ଦେଖାଯାଉନି, ୱାର୍ଲଡ ମ୍ୟାପ୍ରେ ଦେଖିଲେ ଦେଖାଯାଉନି, ସେମିତି ଆମର ସେବା। ତେଣୁ କାହିଁକି ଏତେ ଅହଙ୍କାର? ତେଣୁ ବାବା କହିଲେ ନିରାକାରୀ ଏବଂ ନିରହଙ୍କାରୀ ହୁଅ। ସେକେଣ୍ଡ, ପିତା, ଶିକ୍ଷକ ଓ ସଦ୍ଗୁରୁ ଏହି ତିନି ସମ୍ବନ୍ଧର ପାର୍ଥକ୍ୟକୁ ଜାଣି ନିଶ୍ଚୟ ବୁଦ୍ଧି ହୋଇ ଶ୍ରୀମତରେ ଚାଲିବାକୁ ହେବ, ଆତ୍ମିକ ଯାତ୍ରାରେ ରହିବାକୁ ହେବ। ପିତା, ଶିକ୍ଷକ ଆଉ ସଦ୍ଗୁରୁ ତିନି ସମ୍ବନ୍ଧର ପାର୍ଥକ୍ୟକୁ ଜାଣି, ପିତା ରୂପରେ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି ସ୍ୱର୍ଗର, ଶିକ୍ଷକ ରୂପରେ ପ୍ରତିଦିନ ଶିକ୍ଷା ଦେଉଛନ୍ତି, ଆଉ ସଦ୍ଗୁରୁ ରୂପରେ ଆମକୁ ସ୍ୱର୍ଗକୁ ନେଇ ଯାଉଛନ୍ତି। ଏ ତିନିଟା ପାର୍ଥକ୍ୟ ଆମେ ଭଲ ଭାବେ ଜାଣିବା ଦରକାର। କାହିଁକି? କେମିତି? ମୋର ବାପା ଘରେ ଥିଲାବେଳେ ମୋ ବାପା ସବୁ କଥାରେ କ୍ଷମା କରିଦେଇ ପାରନ୍ତି, କିନ୍ତୁ ମୋ ବାପା ଯେତେବେଳେ ଜଜ୍ ହେଇକିରି କୋର୍ଟରେ ତାଙ୍କ ପୋଜିସନରେ ସେଟ୍ ହେଇଯାଉଛନ୍ତି, କୋର୍ଟରେ ସେ ସିଟ୍ରେ ବସି ପଡ଼ୁଛନ୍ତି, ଜଜ୍ ସିଟ୍ରେ, ଆଉ ସେତେବେଳେ ଯଦି ମୁଁ ଭୁଲ କରୁଛି ସେ ତ ସେତେବେଳେ ମୋତେ କ୍ଷମା କରିପାରିବେ ନାହିଁ। କାହିଁକି? କାନୁନର ନିୟମରେ ସିଏ ମୋତେ ବାନ୍ଧି ଯାଉଛନ୍ତି ମୋର ଭୁଲ ପାଇଁ ମୋତେ ପାନିସମେଣ୍ଟ ଦେବାକୁ। ତେଣୁ ବାବା କହୁଛନ୍ତି ପିତା, ଶିକ୍ଷକ, ସଦ୍ଗୁରୁ ତିନୋଟି ରୂପର ପାର୍ଥକ୍ୟକୁ ଭଲ ଭାବରେ ଜାଣି ନିଶ୍ଚୟ ବୁଦ୍ଧି ହୋଇ ଶ୍ରୀମତରେ ଚାଲିବାକୁ ହେବ। ଏବେ ବାବା ବାପା ରୂପରେ ପାଳନା ଦେଉଛନ୍ତି, ଆଉ କ୍ଷମାର ସାଗର, ଆଉ ଶିକ୍ଷକ ହେଇକି ପ୍ରତିଦିନ ଶିକ୍ଷା ଦେଉଛନ୍ତି। ତଥାପି ଯଦି ଆମେ ନିଜକୁ ପରିବର୍ତ୍ତନ କରିବା ନାହିଁ, ବଦଳିବା ନାହିଁ, ସଂସ୍କାର ପୁରୁଣା ଛାଡ଼ିବା ନାହିଁ, ଦେହ ଅଭିମାନରେ ହିଁ ରହିବା, ତାହେଲେ ଶେଷରେ ବାବା ଧର୍ମରାଜ ରୂପରେ ଆମର କର୍ମର ହିସାବ କିତାବ ଦେଖିବେ। ଆତ୍ମିକ ଯାତ୍ରାରେ ରହିବାକୁ ହେବ। ତେଣୁ ନିଶ୍ଚୟ ବୁଦ୍ଧି ହେଇକିରି ବାବାଙ୍କ ଶ୍ରୀମତରେ ଚାଲିବା, ଆଉ ଆତ୍ମିକ ଯାତ୍ରା ରହିବା, ଅର୍ଥାତ୍ ଯୋଗ ସାଧନା ନିଶ୍ଚିତ ରୂପେ କରିବାକୁ ପଡ଼ିବ। ତାହେଲେ ଆମେ ଯେଉଁ ବୁଝିଲୁ ଜ୍ଞାନଟା, ତାକୁ ଧାରଣା କରିବା ପାଇଁ ଆମକୁ ଶକ୍ତି ମିଳିବ ଯୋଗ ଦ୍ୱାରା। ତେଣୁ ନା ବାବା କହୁଛନ୍ତି ଲାଇଟ୍ ଆଣ୍ଡ ମାଇଟ୍। ଜ୍ଞାନ ହେଉଛି ଲାଇଟ୍, ମିଳିଗଲା ଆଲୁଅ, ଆସିଗଲା ଆଲୁଅ ଘର ଭିତରେ। ଏବେ ମାଇଟ୍, ଘରେ ଯେଉଁ ଜିନିଷଟା ଅଛି ତାକୁ ଉଠେଇବା ପାଇଁ ଶକ୍ତି ଦରକାର। ଜ୍ଞାନର ଯେଉଁ ପଏଣ୍ଟ ଅଛି ତାକୁ ଉଠେଇବା ପାଇଁ, ମନରେ ଧାରଣ କରିବା ପାଇଁ ଶକ୍ତି ଦରକାର। ସେ ମିଳୁଛି ଆମକୁ ଯୋଗ ଦ୍ୱାରା। ବରଦାନ, ପୁରୁଷାର୍ଥ ଶବ୍ଦକୁ ଯଥାର୍ଥ ଭାବରେ ବ୍ୟବହାର କରି ସର୍ବଦା ଆଗକୁ ବଢ଼ୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ। କେବେ କେବେ ପୁରୁଷାର୍ଥ ଶବ୍ଦ ମଧ୍ୟ ମାୟା ଠାରୁ ହାରିବାରେ ବା ଅସଫଳତା ପ୍ରାପ୍ତ ହେବାରେ ବହୁତ ଭଲ ଢାଲ ପାଲଟି ଯାଇଥାଏ। ଯେତେବେଳେ କୌଣସି ଭୁଲ ହେଇଯାଉଛି ସେତେବେଳେ କହିଦେଉଛନ୍ତି ମୁଁ ତ ଏବେ ପୁରୁଷାର୍ଥୀ ଅଟେ, କିନ୍ତୁ ଯଥାର୍ଥ ପୁରୁଷାର୍ଥୀ କେବେ ବି ପରାଜିତ ହୋଇପାରିବନି। କାହିଁକିନା ପୁରୁଷାର୍ଥ ଶବ୍ଦର ଯଥାର୍ଥ ଅର୍ଥ ହେଲା ନିଜକୁ ପୁରୁଷ ଅର୍ଥାତ୍ ଆତ୍ମା ମନେ କରି ଚାଲିବା। ମୁଁ ତ ପୁରୁଷାର୍ଥ କରୁଛି, ଭୁଲ ତ ନିଶ୍ଚୟ ହବ, ଏମିତି ନିଜକୁ ନିଜେ ଠକୁଛନ୍ତି। କିନ୍ତୁ ପୁରୁଷାର୍ଥ ଶବ୍ଦର ଅର୍ଥ କ'ଣ? ପୁରୁଷ ଅର୍ଥ ଆତ୍ମା, ଆତ୍ମା ମନେ କରିକି ଚାଲିବା। ତାହେଲେ କେବେ ଭୁଲ ହବ? କେବେ ବି ହବନି। ଏଭଳି ଆତ୍ମିକ ସ୍ଥିତି ରହୁଥିବା ପୁରୁଷାର୍ଥୀମାନେ ତ ସର୍ବଦା ଲକ୍ଷ୍ୟ ସ୍ଥଳକୁ ସମ୍ମୁଖ ରଖି ଆଗକୁ ବଢ଼ିଥାନ୍ତି। ସେମାନେ କେବେ ହେଲେ ଅଟକି ଯାଆନ୍ତି ନାହିଁ କିମ୍ବା ଉମଙ୍ଗ ଉତ୍ସାହକୁ ଛାଡ଼ନ୍ତି ନାହିଁ। ପ୍ରକୃତ ଯେ ପୁରୁଷାର୍ଥୀ ଅର୍ଥାତ୍ ମୁଁ ଆତ୍ମା, ଏ ସ୍ଥିତିରେ ରହିକି ଯେ ପୁରୁଷାର୍ଥ କରୁଛନ୍ତି, ଆତ୍ମିକ ସ୍ଥିତିରେ ରହିକି, ସେମାନଙ୍କର ଲକ୍ଷ୍ୟ ହେଲା ମୋତେ ତ ସବୁବେଳେ ଆଗକୁ ବଢ଼ିବାର ହିଁ ଅଛି। ସେମାନେ କେବେ ହେଲେ ଅଟକିବେନି କି ତାଙ୍କର ଉମଙ୍ଗ ଉତ୍ସାହ କେବେ ହେଲେ କମିବ ନାହିଁ। ସ୍ଲୋଗାନ, ସର୍ବଦା ମାଷ୍ଟର ସର୍ବଶକ୍ତିମାନର ସ୍ମୃତିରେ ରୁହ। ଏହି ସ୍ମୃତି ହିଁ ମାଲିକ ପଣିଆର ସ୍ମରଣ କରାଇ ଦେଇଥାଏ। ମୁଁ ଆତ୍ମା, ମାଷ୍ଟର ସର୍ବଶକ୍ତିମାନ, ଏ ସ୍ମୃତିରେ ରହିଲେ
ମାଲିକପଣିଆର ଅନୁଭବ କରିବ। ଅର୍ଥାତ୍ ମୁଁ ମୋର କର୍ମେନ୍ଦ୍ରିୟ ଉପରେ ମାଲିକ, ମୁଁ ମୋର ମନ ବୁଦ୍ଧି ସଂସ୍କାର ଉପରେ ମାଲିକ, ମୋ ଆତ୍ମା ଏ ଶରୀରର ମାଲିକ। ତେଣୁ ମୋତେ ନିଜକୁ ମୋର ଆୟତରେ ରଖିବାର ଅଛି। ତାକୁ କୁହାଯିବ ଶକ୍ତିଶାଳୀ। ଯେମିତି ଅନ୍ୟକୁ କଣ୍ଟ୍ରୋଲ କରୁଛନ୍ତି, ଯେ ପାୱାରଫୁଲ୍ ଭାବୁଛନ୍ତି ସେ ଅନ୍ୟକୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ପ୍ରକୃତରେ ସର୍ବଶକ୍ତିମାନ ଶକ୍ତିଶାଳୀ ତାକୁ କୁହାଯିବ ଯେ ନିଜର ମନ ବୁଦ୍ଧି ସଂସ୍କାରକୁ, ନିଜ କର୍ମେନ୍ଦ୍ରିୟକୁ କଣ୍ଟ୍ରୋଲ କରିପାରିବ। ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। କୌଣସି ବି କାର୍ଯ୍ୟ କରିବା ସମୟରେ ବା କଥାବାର୍ତ୍ତା କରିବା ସମୟରେ ମଝି ମଝିରେ ସଂକଳ୍ପର ଟ୍ରାଫିକକୁ ବନ୍ଦ କର। କାମ କରୁଛନ୍ତି ବା କଥାବାର୍ତ୍ତା ହେଉଛନ୍ତି ସେତେବେଳେ ଯେମିତି ଅନ୍ୟ ସଂକଳ୍ପ କିଛି ମନକୁ ନ ଆସୁ। ଗୋଟିଏ ମିନିଟ୍ ପାଇଁ ମଧ୍ୟ ମନର ସଂକଳ୍ପ ଗୁଡ଼ିକୁ, ଚାହେ ଶରୀର ଦ୍ୱାରା ଚାଲୁଥିବା କର୍ମକୁ ମଝିରୁ ଅଟକାଇ ମଧ୍ୟ ଏ ଅଭ୍ୟାସ କର, ତେବେ ଯାଇ ବିନ୍ଦୁ ସ୍ୱରୂପର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇପାରିବ। ଗୋଟେ ମିନିଟ୍ ପାଇଁ ମଧ୍ୟ ମନର ସଂକଳ୍ପ ଗୁଡ଼ିକୁ, ଚାହେ ଶରୀର ଦ୍ୱାରା ଚାଲୁଥିବା କର୍ମକୁ ମଝିରୁ ଅଟକାଇ ମଧ୍ୟ ଏ ଅଭ୍ୟାସ କର, ତେବେ ଯାଇ ବିନ୍ଦୁ ସ୍ୱରୂପର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇପାରିବା। ବୁଦ୍ଧି ସବୁଠୁ ହଟେଇଲେ ତ ମୁଁ ଆତ୍ମା ଜ୍ୟୋତି ବିନ୍ଦୁ ସ୍ୱରୂପରେ ସ୍ଥିତ ହୋଇପାରିବା। ଯେପରି ଅବ୍ୟକ୍ତ ସ୍ଥିତିରେ ରହି କାର୍ଯ୍ୟ କରିବା ସରଳ ହୋଇ ଚାଲିଛି, ସେହିପରି ବିନ୍ଦୁ ସ୍ୱରୂପର ସ୍ଥିତି ମଧ୍ୟ ସହଜ ହୋଇଯାଉ। ଅବ୍ୟକ୍ତ ସ୍ଥିତିରେ ରହି କାର୍ଯ୍ୟ କରୁଛୁ, ସାଇଲେଣ୍ଟ ରହି ସବୁ କାମ ହେଇପାରୁଛୁ ନା, ସେମିତି ବିନ୍ଦୁ ସ୍ୱରୂପ ସ୍ଥିତି ରହିବାର ଅଭ୍ୟାସ କରିବାର ଅଛି। ତେବେ ଏହା ହିଁ ହେଉଛି ଯୋଗର ଜ୍ୱାଳା ସ୍ୱରୂପ ସ୍ଥିତି। ଯୋଗର ଜ୍ୱାଳା ସ୍ୱରୂପ ସ୍ଥିତି ହେଲା ସବୁ ସଂକଳ୍ପକୁ ଫୁଲ୍ ଷ୍ଟପ୍ ଲଗେଇଦେବା, ଆଉ ସବୁ କାମର ବୁଦ୍ଧି ହଟେଇକି ଗୋଟେ ସେକେଣ୍ଡ ମଧ୍ୟ ମୁଁ ଆତ୍ମା ଜ୍ୟୋତିବିନ୍ଦୁ, ଅତି ସୂକ୍ଷ୍ମ ଜ୍ୟୋତିବିନ୍ଦୁ। ଏ ଗୋଟେ ସଂକଳ୍ପ ସାରା ଦିନରେ ଯେତେ ଥର ପ୍ରାକ୍ଟିସ୍ କରିବା, ଆମର ଯୋଗ ସେତେ ଜ୍ୱାଳା ସ୍ୱରୂପ ହେଇପାରିବ। ଆଚ୍ଛା, ଓମ୍ ଶାନ୍ତି।